ବୀରେନ୍ ସାର୍ ହୋପଫୁଲି ଯଦି ଭିଡ଼ିଓ ଦେଖିଥିବେ ମାନେ ସାର୍ କୋଶ୍ଚିନ୍ ଗୁଡ଼ା ଡିସ୍କସନ୍ କରିଥିଲେ ତ ଆମେ କୋଶ୍ଚିନ୍ ବି ତ ଟିକେ ଆଇଡ଼ିଆ କରିବା କୋଉ ଲେଭେଲର କୋଶ୍ଚିନ୍ ଆସୁଛି। ଠିକ୍ ଅଛି, ମୁଁ ତ 10ଟା କୋଶ୍ଚିନ୍ ଦେଇଛି ହିଷ୍ଟ୍ରିର, ତ ସେଇଟା ପିଓରଲି ହିଷ୍ଟ୍ରି କହିଦେବା ଆଉ କିଛି ଏଜୁକେସନ୍ ପର୍ପସ୍ ନେଇକି ସାର୍ କରିଛି। ତ ସାର୍ ଆପଣଙ୍କ ଏ ଏକ୍ସେପ୍ଟ। କୋଶ୍ଚିନ୍ ଟା ଟିକେ ଗ୍ରୁପ ରେ ଛାଡ଼ିଦେବେ ହିସାବରେ। ଗ୍ରୁପ ହଁ ରେ ଠିକ୍ ଅଛି, ଛାଡ଼ିଥିଲେ। ଠିକ୍ ଠିକ୍ ଠିକ୍, ପୁଣି ମୁଁ ଛାଡ଼ିଥିଲି, ମୁଁ ଆଉ ପୁଣି ଛାଡ଼ିଦେବି, ଠିକ୍ ଅଛି। ଓକେ। ହଁ। ତ ବେସିକାଲି କେତେଟା କୋଶ୍ଚିନ୍ ଆସୁଛି? 10ଟା କୋଶ୍ଚିନ୍ ଆସୁଛି ହେଲା। ତ ଆପଣ ବି ଏକ୍ସପେକ୍ଟ କରିପାରିବେ କି ଆପଣଙ୍କର ଯେଉଁ ହିଷ୍ଟ୍ରି ପାର୍ଟ ରହିବ। ଭଏସ ଆସୁନି। वन सेकेंड सॉरी। ଆଜ୍ଞା। ହଁ, ସ୍କ୍ରିନ୍ ଭିଜିବଲ୍ ହଉନଥିବ। ଓକେ, ରାଇଟ୍ ନାଉ ସମସ୍ତେ ସ୍କ୍ରିନ୍ ଦେଖିପାରୁଛନ୍ତି? ଆଜ୍ଞା। ୟେସ୍ ସାର୍। ଆଜ୍ଞା ସାର୍। ହଁ। ହଁ, ତ ଆପଣଙ୍କର ବି ଯେଉଁ ଏକ୍ଜାମ୍ ହେବ ତ ଆପଣ ଏକ୍ସପେକ୍ଟ କରିକି ଚାଲନ୍ତୁ ଆପଣଙ୍କର ଏକ୍ଜାମ୍ରେ 10ଟି କୋଶ୍ଚିନ୍ ଆସିବ। ଠିକ୍ ଅଛି। ତ ଫାର୍ଷ୍ଟ କୋଶ୍ଚିନ୍ଟା ଯେଉଁଟା ଆସିଛି ମଡ଼ର୍ଣ୍ଣ ଇଣ୍ଡିଆରୁ ଆସିଛି। ମୁଁ ଯେତେ କୋଶ୍ଚିନ୍ ଦେଖୁଥିଲି ମ୍ୟାକ୍ସିମମ୍ କୋଶ୍ଚିନ୍ ଆସୁଛି ଆମର ମଡ଼ର୍ଣ୍ଣ ଇଣ୍ଡିଆରୁ ହିଁ କୋଶ୍ଚିନ୍ ଗୁଡ଼ାକ ପକେଇଛି। ମ୍ୟାକ୍ସିମମ୍ କୋଶ୍ଚିନ୍ ଏନସିଏଣ୍ଟରୁ ପକେଇଛି, ମେଡିଭାଲରୁ ସେତେ ପକେଇନି। ଯେଉଁ ପାଟର୍ନଟା କହୁଛି ମୁଁ, ମ୍ୟାକ୍ସିମମ୍ କୋଶ୍ଚିନ୍ ସେ ଦେଇଛି ଆପଣଙ୍କର ମଡ଼ର୍ଣ୍ଣରୁ, ଆଉ ଗୋଟେ ଦୁଇଟା କୋଶ୍ଚିନ୍ ସିଏ ଏନସିଏଣ୍ଟରୁ ଦେଇଦେଇଛି। ଠିକ୍ ଅଛି। ମେଡିଭାଲରୁ ଦେଇଛି ମାନେ ଏମିତି ନାହିଁ ଯେ ସେ ଯେଉଁ ସିଲାବସ୍ରେ ଆମର ଲେଖିଦେଇଛି ଆପଣଙ୍କୁ କିଛି ନ ପଢ଼ି ଗଲେ ବି ହେଇଯିବ, ତ ଦ୍ୟାଟ୍ ମେ ନଟ୍ ବି ଟ୍ରୁ। କାହିଁକି କିଛିଟା ଜିନିଷ ଅଛି ଯେଉଁଟାକି ଆପଣଙ୍କୁ ପଢ଼ିବାକୁ ପଡ଼ିବ, ଜେନେରାଲ ନଲେଜ ରଖିବାକୁ ପଡ଼ିବ। ତ ଦେଖନ୍ତୁ ଫାର୍ଷ୍ଟ କୋଶ୍ଚିନ୍ଟା, ଏଇଟା ଜେନେରାଲ କୋଶ୍ଚିନ୍ଟା, ଏଇଟା ସମସ୍ତେ ପଢ଼ନ୍ତି। ଠିକ୍ ଅଛି। ବର୍ନାକୁଲାର ପ୍ରେସ୍ ଆକ୍ଟ, ଏଇଟା ମାନେ ମଡ଼ର୍ଣ୍ଣ ହିଷ୍ଟ୍ରି ପଢ଼ିଲା ବେଳକୁ ସମସ୍ତେ ପଢ଼ନ୍ତି। ତ ଆପଣ ମଡ଼ର୍ଣ୍ଣ ହିଷ୍ଟ୍ରି ଯଦି କଭର୍ କରିଥିବେ, ଇମ୍ପୋର୍ଟାଣ୍ଟ ଡେଟ୍ ଯଦି ଓଭରଲୁକ୍ କରିକି ବି ଯଦି ଜଣେ ଯାଇଛି, ଏଇ କୋଶ୍ଚିନ୍ଟା ସେ କଭର୍ କରିବ ବିନା ଦ୍ୱନ୍ଦ୍ୱରେ। ତ ଏଇ କୋଶ୍ଚିନ୍ର ଲେଭେଲ୍ ସେତେ ହାର୍ଡ଼ ନଥିଲା। ଫାର୍ଷ୍ଟ କୋଶ୍ଚିନ୍ଟା ଯଦି ମୁଁ କାଉଣ୍ଟ କରିବି, ଫାର୍ଷ୍ଟ କୋଶ୍ଚିନ୍ର ଲେଭେଲ୍ ସେତେ ହାର୍ଡ଼ ନଥିଲା। ଯଦି ଜଣେ ପଢ଼ିକି ଯାଇଛି ସିଏ ଅଟୋମେଟିକଲି ମାନେ ଇଏ ଆରାମରେ କରିବ। ଫାର୍ଷ୍ଟ କୋଶ୍ଚିନ୍ଟା ଆନ୍ସର୍ଟା ଜାଣିଥିବେ ସମସ୍ତେ, ଲର୍ଡ ଲିଟନ୍ ବର୍ନାକୁଲାର ପ୍ରେସ୍ ଆକ୍ଟ ଦେଇଥିଲେ। ଠିକ୍ ଅଛି। ସାଉଣ୍ଡ ଆସୁଛି ସମସ୍ତଙ୍କୁ ନା ଆସୁନି? ଆଜ୍ଞା ସାର୍। ଆଉ ଟିକେ ଅଡ଼ିଓ ଅଫ୍ କରିଦିଅନ୍ତୁ, ଯାହାର କିଛି ବ୍ୟାକଗ୍ରାଉଣ୍ଡରୁ ସାଉଣ୍ଡ ଆସୁଛି ଦୟାକରିକି ଅଡ଼ିଓ ଟିକେ ଅଫ୍ କରନ୍ତୁ। ଠିକ୍ ଅଛି। ତ ବର୍ନାକୁଲାର ପ୍ରେସ୍ ଆକ୍ଟ ଲର୍ଡ ଲିଟନ୍ ଦେଇଥିଲେ। ସେ କ'ଣ ମାନେ ପ୍ରେସ୍ ଆକ୍ଟ ମାନେ ଆପଣ ନାଁରୁ ହିଁ ଜାଣିପାରୁଥିବେ, ପ୍ରେସ୍କୁ ଅପ୍ରେସ୍ କରିବା ପାଇଁ ଯେଉଁ ଆକ୍ଟଟା ହେଇଥିଲା ସେଇଟାକୁ ଆମର ଭର୍ଣ୍ଣାକୁଲାର ପ୍ରେସ୍ ଆକ୍ଟ ଥିଲା। ତ ଲର୍ଡ ଲିଟନ୍ ଦେଇଥିଲେ, ଆଉ ଲର୍ଡ ରିପନ୍ ଏଟାକୁ ରିପଲ୍ କରିଦେଇଥିଲେ। ରିପନ୍ ସାର୍ ତାକୁ ଗୋଟେ ଲର୍ଡ। କଥା ପଚାରିବି? ହଁ, କୁହନ୍ତୁ କୁହନ୍ତୁ। ସାର୍ ଏଇ ଯୋଉ କୋଶ୍ଚେନ୍ ଟାକୁ ଆପଣ ଇଏରେ ଗ୍ରୁପରେ ଛାଡ଼ିବେ, ତାର ଏନ୍ସର ଟା ବି ସାର୍ ଟିକେ ଟିକ୍ କରିଦେଇଥିବେ। ହଁ, ଠିକ୍ ଅଛି ଠିକ୍ ଅଛି। ଆନ୍ସର୍ଟା ଏଇଠି ଆପଣ ଶୁଣନ୍ତୁ, ଆପଣ ଶୁଣିକି ଗୋଟେ ଲେଖିଦିଅନ୍ତୁ। ଫାଷ୍ଟଲି ଠିକ୍ ଆପଣଙ୍କୁ ଅଛି ବେଟର୍ ରହିବ। ହଁ, ହଉ ସାର୍, ଥ୍ୟାଙ୍କ ଦେଖିବା ୟୁ। ଯଦି ହେଇପାରିବ। ହଁ, ତ ମେଇନଲି ଆନ୍ସର୍ଟା ଦେଖନ୍ତୁ, ଏଇ 10ଟା ଆନ୍ସର୍ ଆପଣ ମନେ ରଖିଲେ ଥୋଡ଼ି ଏଇ 10ଟା କୋଶ୍ଚିନ୍ ପୁଣି ଆସିଯିବ। କୋଉ ଲେଭେଲର କୋଶ୍ଚିନ୍ ପଢ଼ୁଛନ୍ତି ସେଇଟା ଆପଣ ଆଇଡ଼ିଆ ରଖନ୍ତୁ। ବୁଝିଲେ ନା ନାଇଁ? ଏହି 10ଟା କୋଶ୍ଚିନ୍ ପଢ଼ିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ ନା। ତ ଆପଣଙ୍କର ମାନେ ଫୋକସ୍ ରହିବା ଦରକାର। କ'ଣ ଫୋକସ୍ ରହିବା ଦରକାର? ମାନେ ଏପରି କୋଶ୍ଚିନ୍ ମୁଁ ପ୍ରିପାରେସନ୍ କରିବି, ମାନେ ସବୁ ଯେଉଁ ପ୍ରେସ୍ ଆକ୍ଟ ଗୁଡ଼ାକ ଅଛି, ସେଇ ମାନେ ଆକ୍ଟ ଗୁଡ଼ାକ ଯେଉଁ ଯେଉଁ ବ୍ରିଟିଶ ମାନଙ୍କର ଆକ୍ଟ ଅଛି, ସେଇ ଆକ୍ଟ ସବୁ ମନେ ରଖିବନି, ଆପଣ ମନେ ରଖିବେ। ତ ଲର୍ଡ ଲିଟନ୍ ଦେଇଥିଲେ ବର୍ନାକୁଲାର ପ୍ରେସ୍ ଆକ୍ଟ ଉପରେ କୋଶ୍ଚିନ୍ ପଚାରୁଛି। ସେ ଯଦି ପଚାରିଲା ରିପୋଲ୍ କିଏ କରିଥିଲା, ଯଦି ଆକୁ ଯାଇକି ପଚାରିଲା, ତାହେଲେ ରିପୋଲ୍ ଆପଣଙ୍କର ଲର୍ଡ ରିପନ୍ କରିଥିଲେ। ଲର୍ଡ ରିପନ୍। ଠିକ୍ ଅଛି। ସାର୍ ଏ ଏକ୍ଜାମ ଟା କେବେ ହେଇଥିଲା? ଏଇଟା ସାର୍ ଛାଡ଼ିଥିଲେ। ସାର୍ ଏଇ 19। ହଁ, ଏବେ କେବେ ହେଇଥିଲା ତ? ଏଇ ମାନେ ଯିଏ ବନଉଛନ୍ତି ଏଇ ଲେଭେଲର ହିଁ ବନଉଛନ୍ତି ବୋଲି ଆପଣ ଭାବନ୍ତୁ, ଯେଉଁମାନେ କୋଶ୍ଚିନ୍ OPSC ପାଇଁ ବନଉଛନ୍ତି। ଠିକ୍ ଅଛି। ସେକେଣ୍ଡ କୋଶ୍ଚିନ୍ଟା ଦେଖନ୍ତୁ, ବଙ୍ଗାଲ ପାର୍ଟିସନ୍ ସେ ଡେଟ୍ ପଚାରି ଦେଇଛି। ଏଇଟା ଟିକେ ଟ୍ରିକି କୋଶ୍ଚିନ୍। ମାନେ ଜେନେରାଲି ପିଲା କ'ଣ କରନ୍ତି, ମାନେ ଇଜି କୋଶ୍ଚିନ୍ଟା ବେଙ୍ଗାଲ ପାର୍ଟିସନ୍ କେବେ ହେଇଥିଲା, ବହୁତ ଇଜି ହ୍ୟାଲୋ କୋଶ୍ଚିନ୍। ସାର୍। କିନ୍ତୁ ପିଲା ଆମେ ବି ହଁ ହଁ, କୁହନ୍ତୁ। ହଁ ସାର୍, ମୁଁ ପଚାରୁଥିଲି କି ତା ପୂର୍ବରୁ ଯୋଉ କୋଶ୍ଚିନ୍ଟା ବର୍ତ୍ତମାନ ଡିସ୍କସନ୍ କଲେ ଲର୍ଡ ଲିଟନ୍,
ସେଇ ଯୋଉ ହଁ ଅଲଗା ଅପସନ୍ସ ଅଛି ସେଇ ଅପସନ୍ସ ରେ ସେମାନଙ୍କ ଟାଇମ ରେ କଣ ଟିକେ ହେଇଥିଲା କହିଦିଅନ୍ତୁ ଯଦି ଭଲ ହୁଅନ୍ତା ଟିକେ। ନାଇଁ ନାଇଁ, ମୁଁ ଏବେ ଦେଖନ୍ତୁ, ଏବେ ଆମେ ସେଟା ଡିସ୍କସନ କଲେ ଆମ ସିଲାବସ୍ ସରିବନି। ମୁଁ ଖାଲି ଆପଣଙ୍କୁ ଗୋଟେ ଆଇଡିଆ ଦଉଛି। ଏତେ ମୁଁ ଆଉ ଡିସ୍କସନ କରିବାର ନଥିଲା ମୋର। ମୁଁ ଖାଲି ଆଜ୍ଞା। ଆପଣଙ୍କୁ ଆଇଡିଆ ଦଉଛି କୋଉ ଲେଭେଲର କ୍ୱେଶ୍ଚନ ଆସୁଛି। ଓକେ। ବୁଝିଲେ ନା ନାଇଁ? ମାନେ ଏଠି ସିଏ ଡାଇରେକ୍ଟଲି ପଚାରି ଦେଇଛି ଯୋଉ ଗଭର୍ଣ୍ଣର ଜେନେରାଲ ଆଉ ଭାଇସ୍ ରାୟର ମାନଙ୍କର ଥିଲା, ସେମାନେ କିଏ କଣ କରିଥିଲେ ତା ଉପରୁ ଓକେ। କୋଶ୍ଚିନ୍ ଟା ଆପଣ ଯେଟା କହିଲେ କିଏ କଣ କରିଥିଲେ ସେଇଟା ଆପଣଙ୍କର ଡ୍ୟୁଟି। ଠିକ ଅଛି, ଏବେ ସେଇଟା ଆମେ କରିବା ମାନେ ବହୁତ ଲେନ୍ଥି ହେଇଯିବ। ଠିକ ଅଛି ସାର୍ ଠିକ ଅଛି। ଠିକ, ଅଡିଓ ଟିକେ ବନ୍ଦ କରିଦିଅନ୍ତୁ, ଯାହାର ଯାହାର ଅଡିଓ ଆସୁଛି ସେ ଅଡିଓ ବନ୍ଦ କରନ୍ତୁ। ଏଇ ମାନେ ଫାର୍ଷ୍ଟ କୋଶ୍ଚିନ୍ ଟା ସିମ୍ପଲ ଆପଣଙ୍କର କୋଉଠୁ ଆସିଛି? ମଡର୍ଣ୍ଣ ହିଷ୍ଟ୍ରିରୁ ଆସିଛି। ସେକେଣ୍ଡ କୋଶ୍ଚିନ୍ ଟା ଆପଣ ଯଦି ବି ଦେଖିବେ, ସେକେଣ୍ଡ କୋଶ୍ଚିନ୍ ଟା ବି ଆପଣଙ୍କର କୋଉଠୁ ଆସିଛି? ମଡର୍ଣ୍ଣ ହିଷ୍ଟ୍ରିରୁ ହିଁ ଆସିଛି। ବେଙ୍ଗାଲ ପାର୍ଟିସନ୍, ମଡେଲ ହିଷ୍ଟ୍ରି। ମଡର୍ଣ୍ଣ ହିଷ୍ଟ୍ରିର ଯେତେବେଳେ ଆପଣ ମନେ ରଖୁଛନ୍ତି ଟିକେ ଡେଟ୍ କୁ ଫୋକସ ରଖିବେ। ମେଡେଭାଲ ଆଉ ଏନସିଏଣ୍ଟ ର ଡେଟ୍ କିଛି ଦରକାର ନାହିଁ, ଡେଟ୍ ମନେ ନ ରଖିଲେ ଚଳିବନି, ମାନେ ଚଳିବ। କିନ୍ତୁ ମଡର୍ଣ୍ଣ ହିଷ୍ଟ୍ରିର କଣ ଡେଟ୍ ଟିକେ ମନେ ରଖିବାକୁ ଚେଷ୍ଟା କରିବେ। କାହିଁକି? ଏଠି ଡାଇରେକ୍ଟ ଡେଟ୍ ପଚାରି ଦେଇଛି। ବେଙ୍ଗାଲ ପାର୍ଟିସନ୍ ଲର୍ଡ କର୍ଜନ କରିଥିଲେ 1905 ରେ କରିଥିଲେ, ସମସ୍ତେ ଜାଣିଛନ୍ତି। କିନ୍ତୁ ଡେଟ୍ ଟା ସମସ୍ତଙ୍କର ମେ ବି ମନ ନଥାଇପାରେ। ତ ମଡର୍ଣ୍ଣ ହିଷ୍ଟ୍ରିର ଯେତେବେଳେ ପଢୁଛନ୍ତି ତ କୋଉ ଜିନିଷଟାକୁ ଫୋକସ କରିବେ? ଆମର ଡେଟ୍ ଗୁଡାକୁ ଫୋକସ କରିବେ। ଠିକ ଅଛି। ତାପରେ ଆପଣଙ୍କର ଦେଖନ୍ତୁ ଚାର୍ଟର ଆକ୍ଟ। ସାର୍ ଆମର ଯୋଉ ସେକେଣ୍ଡ ର ଯୋଉ ଆନ୍ସର ଟା କଣ ହବ ସାର୍? ସେକେଣ୍ଡ ର ଆନ୍ସର ଟା ସେକେଣ୍ଡର ଆନ୍ସରଟା ହବ ସାର୍ 19 ଜୁଲାଇ। ଆମର ସେକେଣ୍ଡର ଆନ୍ସରଟା ହବ 19 ଜୁଲାଇରେ ଆନ୍ସର ହବ ତାର। ଆନାଉନ୍ସ କରିଥିଲେ ସାର୍ ସେଟା 19 ଜୁଲାଇରେ। ନର୍ମାଲି ସାର୍ ନର୍ମାଲି ସେଇଟା ତ ବହିରେ ବି ଦେଇନି, ଅକ୍ଟୋବର 16 ରୁ ଏକା ଷ୍ଟାର୍ଟ ହଉଛି ସବୁ। ହଁ ନାଇଁ, ଏଇଟା ଦେଖନ୍ତୁ ଗୋଟେ ମିନିଟ୍। କୋଶ୍ଚିନ୍ଟା କୁଆଡ଼େ ଗଲା? ଉପର ତଳ କରିବାର ହୁଁ। ଅସୁବିଧା। ହଁ, କିନ୍ତୁ ଆର ବହିରେ ନଥିବ ଆନ୍ସରଟା ବୋଧେ। ବହି ବହିରେ ଆପଣ ପାଇବେନି, କିନ୍ତୁ ବଡ଼ ଉପର ଇଏ ବହି ଆକାରରେ ପାଇଯିବେ। ସ୍ପେକ୍ଟ୍ରମ ବଗେରା ବହି ଆକାରରେ ପାଇଯିବେ। ଡାଇରେକ୍ଟ 19 ଜୁଲାଇ ଲେଖା ହେଇଛି। ଠିକ ଅଛି। 19 ଜୁଲାଇ ଲେଖା ହେଇଛି। ଆଉ ମାନେ ସେଇଟା ଏଫେକ୍ଟ କୁ ହେଲା 16 ଜୁଲାଇ ଅକ୍ଟୋବର ଲେଖିଲା, 16 ଅକ୍ଟୋବର ଆପଣ କହୁଥିବେ, 16 ଅକ୍ଟୋବର ସେଇଟା ଏଫେକ୍ଟ ହେଲା। ଏଠି ମାନେ ଆନାଉନ୍ସ ପଚାରିଛି। କଣ ପଚାରିଛି? ଆନାଉନ୍ସ ପଚାରିଛି, ଏଫେକ୍ଟ ପଚାରିନି। କେବେ ଆନାଉନ୍ସ ହେଲା ସେଇ କଥା ପଚାରିଛି। ଠିକ ଅଛି। ସାର୍ ସାର୍ ବୁଝିଲି। 19 ଜୁଲାଇରେ ଆନାଉନ୍ସ ହେଇଥିଲା, 16 ଅକ୍ଟୋବରରେ ସେଇଟା କାର୍ଯ୍ୟକାରୀ ହେଇଥିଲା। ଠିକ ଅଛି। ତାପରେ ନେକ୍ସଟ କୋଶ୍ଚିନ୍ ଦେଖନ୍ତୁ, ଆମର ଚାର୍ଟର ଆକ୍ଟ ଉପରେ କୋଶ୍ଚିନ୍ ଗୁଡାକ ପଚାରି ଦଉଛି। ମାନେ ମଡର୍ଣ୍ଣ ହିଷ୍ଟ୍ରିରୁ ଏଇ ସବୁ ପଢାଯାଏ। କୋଉ ଚାର୍ଟର ଆକ୍ଟରେ କଣ ଲେଖାଯାଏ, କଣ ହେଇଥିଲା। ତ ଆମର ଚାର୍ଟର ଆକ୍ଟ 18 ରେ ମାନେ ଗୋଟେ ପ୍ରୋଭିଜନ ଥିଲା, ଆମର ଇଣ୍ଡିଆନ୍ ଏଜୁକେସନ ପାଇଁ 1 ଲାଖ ରୁପିସ୍ ସେଇ ସମୟରେ ରଖିବା। ସେଇଟା ଇଣ୍ଡିଆନ୍ ଏଜୁକେସନକୁ କିଛି ବି ଡେଭଲପମେଣ୍ଟ କରିବା ପାଇଁ ମେନ୍ ଉଦ୍ଦେଶ୍ୟ ଥିଲା, ଟିକେ ୱେଷ୍ଟର୍ଣ୍ଣ ଏଜୁକେସନର ଇନଫ୍ଲୁଏନ୍ସ ବଢାଇବା ପାଇଁ। ତ ଆର ଆନ୍ସରଟା ହବ ଚାର୍ଟର ଆକ୍ଟ। ତ ଏଇଟା ବି ଆପଣଙ୍କର କୋଉଠୁ ଆସିଗଲା? ମଡର୍ଣ୍ଣ ହିଷ୍ଟ୍ରିରୁ ଆସିଗଲା। କୋଉଠୁ ଆସିଲା? ମଡର୍ଣ୍ଣ ହିଷ୍ଟ୍ରି। ଲାଗି ଲାଗି ତିନିଟା କୋଶ୍ଚିନ୍ କୋଉଠୁ ଆସିଗଲା? ମଡର୍ଣ୍ଣ ହିଷ୍ଟ୍ରିରୁ। ତାପରେ ସାର୍ ଦେଖନ୍ତୁ ପ୍ରିଭିୟସ୍ କ୍ୱେଶ୍ଚନ ର ଆନ୍ସର ଟା କଣ ହେଲା? ଡେଟ୍ ଟା ଯୋଉ ଶୁଣା ଗଲାନି ଟିକେ। 19 ଜୁଲାଇ। 19 ଜୁଲାଇରେ ଆନାଉନ୍ସ ହେଲା। ଆଉ ଅକ୍ଟୋବର ଆମର 16ରେ ତ ଆମର କଣ ହେଇଗଲା? ଅକ୍ଟୋବର 16ରେ ସେଇଟା କାର୍ଯ୍ୟକାରୀ ହେଇଗଲା, ଏଫେକ୍ଟ ହେଇଗଲା। 19 ଜୁଲାଇରେ ଆନାଉନ୍ସ ହେଲା, ଅକ୍ଟୋବର 16ରେ ସେଇଟା କାର୍ଯ୍ୟକାରୀ ହେଲା, ବେଙ୍ଗାଲ ପାର୍ଟିସନଟା। ଠିକ ଅଛି। ତାପରେ କଣ କହୁଥିଲି, ଚାର୍ଟର୍ଡ ଆକ୍ଟଟା ଯୋଉ ଅଛି, ଚାର୍ଟର୍ଡ ଆକ୍ଟଟା ଆମର 1813ର ଯୋଉ ଚାର୍ଟର୍ଡ ଆକ୍ଟ ଆସିଲା, ସେଥିରେ ଏଜୁକେସନ ପାଇଁ 1 ଲାଖ ରଖାଗଲା। ସେଇ 1 ଲାଖ ଯିବା ଯୋଗୁଁ ମାନେ ଟିକେ ୱେଷ୍ଟର୍ଣ୍ଣାଇଜେସନ କରିବା ପାଇଁ ଚିନ୍ତାଧାରା ରଖାଗଲା। ସେଇଟା ପଚାରିଛି। ଆଉ ତାପରେ ଯୋଉ ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ ହେଲା, ମାନେ ଏଇଟା ଦେଖନ୍ତୁ ମଡର୍ଣ୍ଣ ହିଷ୍ଟ୍ରିର ପୁରା ତନ୍ନ ତନ୍ନ କରି କୋଶ୍ଚିନ୍ ଗୁଡାକ ପଚାରିଛି। ମଡର୍ଣ୍ଣ ହିଷ୍ଟ୍ରି ଏମିତି ନାହିଁ ଯେ ପୁରା ବାହାରୁ ବାହାରୁ ପଚାରିଛି। ମଡର୍ଣ୍ଣ ହିଷ୍ଟ୍ରିର ତନ୍ନ ତନ୍ନ କରି କୋଶ୍ଚିନ୍ ତନ୍ନ ତନ୍ନ କରିକି ପଚାରୁଛି। ତ ସେଇ ଯୋଉ ଏଇ କୋଶ୍ଚିନ୍ ଟା ମାନେ ପଚାରିବ, ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ ହେଇଥିଲା ଆମର 1946ରେ। ଯୋଉ ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ ହେଇଥିଲା, କିଏ କୋଉ ମିନିଷ୍ଟର ଥିଲେ? ଫୁଡ୍ ଆଉ ମାନେ ଡାଇରେକ୍ଟ ସେ କୋଶ୍ଚିନ୍ ପଚାରିଛି, ଫୁଡ୍ ଏଗ୍ରିକଲଚର ସାର୍ ମିନିଷ୍ଟର କିଏ ପଲିଟିକାଲ ଥିଲେ? ସାଇନ୍ସ ଡାଇରେକ୍ଟ ରିଲେଟେଡ କୋଶ୍ଚିନ୍ ବି ହବ ପଚାରୁଛି। ସାର୍, ପଲିଟିକାଲ ସାଇନ୍ସ ରିଲେଟେଡ କ୍ୱେଶ୍ଚନ ବି ହବ। ହିଷ୍ଟ୍ରି ହଁ, ପ୍ଲସ୍ ପଲିଟିକାଲ ସାଇନ୍ସ। ହଁ, ପଲିଟିକାଲ ସାଇନ୍ସ ହବ, କିନ୍ତୁ ଆମର ହିଷ୍ଟ୍ରିରେ ଯୋଉ ଏଇଟା ହିଷ୍ଟ୍ରିରେ ବି ଆମେ ପଢିବା, ମାନେ ଯୋଉ ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ ହେଇଥିଲେ କାହାକୁ କୋଉ ମିନିଷ୍ଟ୍ରି ମିଳିଥିଲା, ସେଇଟା ବି ଇମ୍ପୋର୍ଟାଣ୍ଟ ପଏଣ୍ଟ ଆମ ହିଷ୍ଟ୍ରିର। 1946ରୁ ତ ଆଜ୍ଞା। କାହାକୁ କୋଉ ଦାୟିତ୍ୱ ମିଳିଥିଲା? ଫୁଡ୍ ଏଗ୍ରିକଲଚର ମିନିଷ୍ଟ୍ରି କା ଅଣ୍ଡରରେ ଥିଲା ସେଇ ସମୟରେ, ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଅଣ୍ଡରରେ ଫୁଡ୍ ଆଉ ଏଗ୍ରିକଲଚର ଥିଲା। ଆମେ ପଢିବା, ଡିଟେଲ ପଢିବା ଯେତେବେଳେ ମଡର୍ଣ୍ଣ ହିଷ୍ଟ୍ରି ଯାଉଛେ। ତ ମେଇନଲି ମ୍ୟାକ୍ସିମମ୍ କୋଶ୍ଚିନ୍, ଏବେ 4ଟା କୋଶ୍ଚିନ୍ ଦେଖିଲେଣି, 4ଟା କୋଶ୍ଚିନ୍ ଗୁଡାକ ଆପଣଙ୍କର ଧ୍ୟାନ ରଖନ୍ତୁ ମଡର୍ଣ୍ଣ ହିଷ୍ଟ୍ରିରୁ ଆସୁଛି। ତ ସିଏ ଏଇ ଜିନିଷଟା ଆପଣଙ୍କୁ ମନେ ରଖିବାକୁ ପଡିବ ଯେ ମଡର୍ଣ୍ଣ ହିଷ୍ଟ୍ରିକୁ ବହୁତ ଫୋକସ କରୁଛି। 55 ନମ୍ବର କୋଶ୍ଚିନ୍ ଯେତେବେଳେ ଆପଣ ଦେଖିବେ,
ସିଏ ଲେଖିଛି କଣ ଲେଖିଛି ଏଇ ଷ୍ଟେଟମେଣ୍ଟଟା ହିଷ୍ଟ୍ରିର ଗୋଟେ ଏଇଟା ଏଜୁକେସନ ପେପର ଯିଏ ପଢିଥିବେ ସେଇଟାକୁ ସମସ୍ତ ତାକୁ ମାନେ ବହୁତ ସୁବିଧା ହେଇଯାଏ। କିନ୍ତୁ ଯିଏ ଏଜୁକେସନ ପେପର ପଢେନି ସେ ଡେଫିନେସନ ଗୁଡାକ ମନେ ରଖେନି। ତ ହିଷ୍ଟ୍ରିରେ ଆମକୁ ଡେଫିନେସନ ପଚାରେନି କିନ୍ତୁ ସେ ପଚାରି ଦେଇଛି to believe that what has not occurred in history will never occur at all. It is argue disbelief in the dignity of man। ମାନେ ଏଇ ଯୋଉ ଷ୍ଟେଟମେଣ୍ଟଟା ଦେଇଥିଲା କାହାର ଷ୍ଟେଟମେଣ୍ଟଟା ପଚାରି ଦଉଛି ଏଡେ ବଡ ଷ୍ଟେଟମେଣ୍ଟଟା ଦେଇଥିଲା। ଏ ଷ୍ଟେଟମେଣ୍ଟଟା ଏଇ ଏମିତି କୋଶ୍ଚିନ୍ ଗୁଡାକ ଆପଣ କଣ ଏଇ ଯୋଉ ନାଁ ଗୁଡାକ ଅଛି ଇମ୍ପୋର୍ଟାଣ୍ଟ ସ୍ୱାମୀ ବିବେକାନନ୍ଦ ହୁଅନ୍ତୁ ରାମକୃଷ୍ଣ ପରମହଂସ ହୁଅନ୍ତୁ ମହାତ୍ମା ଗାନ୍ଧୀ ହଉ ଏମାନଙ୍କର ଟିକେ ଷ୍ଟେଟମେଣ୍ଟ ଗୁଡାକୁ ଆପଣଙ୍କୁ ଦେଖିବାକୁ ପଡିବ। ବୁଝିଲେ ନା କିଏ କୋଉ ଷ୍ଟେଟମେଣ୍ଟ କୁହାଯାଏ ସେଇଟା ପଢାଯାଏ। ଏଇ ଯୋଉ କିଏ କୋଉ ଷ୍ଟେଟମେଣ୍ଟ ଦେଇଥିଲେ ସେଇଟା ଜେନରାଲି କୋଉ ବ୍ୟାକଗ୍ରାଉଣ୍ଡରେ ପଢାଯାଏ ଯୋଉମାନଙ୍କର ଏଜୁକେସନ ଅନର୍ସ ଥାଏ ସେଇ ଏଜୁକେସନ ବାଲା ପଢନ୍ତି। ତ ହିଷ୍ଟ୍ରି ବାଲା ଆମେ ସେତେ ଷ୍ଟେଟମେଣ୍ଟକୁ ଦେଖନ୍ତୁନି ମାନେ ଦେଖୁନୁ କିନ୍ତୁ ବହୁତ ବେଶୀ ନାହିଁ ବେଶୀ ହେଲେ କେତେଟା ଷ୍ଟେଟମେଣ୍ଟ ଥିବ 50 60ଟା ହଁ ଷ୍ଟେଟମେଣ୍ଟ ହଁ ଥିବ ସାର୍ ସେଇ ଆମର ଆପଣଙ୍କୁ ଏଜୁକେସନ ରେ ସାର୍ ଏଗୁଡା ଇଣ୍ଡିଆନ ପଢାଯାଏ। ପଲିଟିକାଲ ଥଟ ରେ ବି ଆସୁଛି ଷ୍ଟେଟମେଣ୍ଟ ବି ରହୁଛି ସାର୍। ଠିକ ଅଛି ଭେରି ଗୁଡ। ତ ଷ୍ଟେଟମେଣ୍ଟ ଗୁଡାକ ଆମର ମାନେ ସେତେ ହିଷ୍ଟ୍ରି ରିଲେଟେଡ୍ ନାହିଁ। ତ କିନ୍ତୁ କିଏ ଦେଇଥିଲା ଷ୍ଟେଟମେଣ୍ଟ ଗୁଡାକ ଆପଣ 50 60ଟା ଷ୍ଟେଟମେଣ୍ଟ ଲେଖନ୍ତୁ ଇମ୍ପୋର୍ଟାଣ୍ଟ ଇମ୍ପୋର୍ଟାଣ୍ଟ ଆଉ ସେଗୁଡାକର ନାମ ଲେଖନ୍ତୁ ସେଇଟା ଆପଣଙ୍କର ଇଣ୍ଡିଭିଜୁଆଲି କାମ ରହିବ। ସାର୍ ଏଇ ଠିକ କୋଶ୍ଚିନ୍ ଅଛି କୋଉଠି ଆସିଥିଲା? କଣ କହିଥିଲେ ଓପିଏସସି ର ଯୋଉ ସାର୍ ଗୋଟେ ଜେନେରାଲ ଏକ୍ଜାମ ନଲେଜ କୋଶ୍ଚିନ୍। ସାର୍ ଓପିଏସସି ଗୋଟେ ଏକ୍ଜାମ ଏବେ କଣ୍ଡକ୍ଟ କରାଇଥିଲା ଡିପ୍ଲୋମା ନା କୋଉ ପିଲାମାନଙ୍କର ଡିପ୍ଲୋମା ଇଞ୍ଜିନିୟର ବୋଧେ ସେଇଠି ଏଇ କୋଶ୍ଚିନ୍ ଗୁଡାକ ଆସିଥିଲା। ତ ଏଇ ପାଟର୍ନରେ ହିଁ କୋଶ୍ଚିନ୍ ଗୁଡାକ ଆସିବ ସେଥିପାଇଁ ମୁଁ ଡିସ୍କସନ କରୁଛି। ବୁଝିଲେ ଆଜ୍ଞା ତାର ସାର୍ ଆନ୍ସର ଟା ଡିପ୍ଲୋମା ପିଲାଙ୍କର ହେଇଥିଲା। ତାର ଆନ୍ସର ଟା କଣ ବିବେକାନନ୍ଦ? ନାଇଁ ମହାତ୍ମା ଗାନ୍ଧୀ ଏଇଟା ମହାତ୍ମା ଗାନ୍ଧୀ କହିଥିଲେ ଏଇ ଷ୍ଟେଟମେଣ୍ଟଟା। ଠିକ ଅଛି ଆଚ୍ଛା ଆଚ୍ଛା। ତାପରେ ସାର୍ ଏଟା ଜୁନିୟର ଲେକ୍ଚର କ୍ୱେଶ୍ଚିନ୍ ଗୁଡ଼ା। କଣ କହିଲେ ସାର୍ କଣ କହିଲେ ମ୍ୟାମ୍ ଦେଖାଯାଉନି। ଫିଫ୍ଟି ସିକ୍ସ ଜୁନିୟର ନମ୍ବର କୋଶ୍ଚିନ୍ ଲେକ୍ଚର ସାର୍ ମୁଁ କହିଲି ସାର୍ ଏଟା ହେଇଥିଲା ତାର କ୍ୱେଶ୍ଚିନ୍। ଆଚ୍ଛା ଜୁନିୟର ଆଚ୍ଛା ଲେକ୍ଚର ଡିପ୍ଲୋମା ପିଲାଙ୍କର ସାର୍ ଆସିଥିଲା ଏଗୁଡା। ଠିକ ମାନେ ଆମର ଜାଣିବାର କଥା କଣ ଓପିଏସସି ଯୋଉ ଜେନେରାଲ ନଲେଜ ର କୋଶ୍ଚିନ୍ କରୁଛି ଏମିତି ପଚାରୁଛି ଆଉ ମ୍ୟାକ୍ସିମମ୍ କୋଶ୍ଚିନ୍ ମଡର୍ନ ହିଷ୍ଟ୍ରିର ପଚାରୁଛି। ଏଇଟା ହିଁ ଆପଣ ପଏଣ୍ଟ ନିଅନ୍ତୁ ମୁଁ ଚାହୁଁଛି ବୁଝିଲେ ନା ନାଇଁ। ମ୍ୟାକ୍ସିମମ୍ କୋଶ୍ଚିନ୍ ସେ କୋଉଠୁ ପଚାରିଲା ମଡର୍ନ ହିଷ୍ଟ୍ରି ପଚାରିଲା ତ ଆପଣ ଆମେ ମଡର୍ନ ହିଷ୍ଟ୍ରିକୁ ଟିକେ ଡେପ୍ଥଲି ଯିବା। ଏଇଟା ହିଁ ଆମର ଅବଜେକ୍ଟିଭ ଆଜିର ମାନେ ମୁଁ ଏଇ ଭିଡିଓ ଡିସ୍କସନ କରିବାର। ଓକେ ତାପରେ ଓକେ ସାର୍। ଦେଖନ୍ତୁ ହଁ ତାପରେ ଦେଖନ୍ତୁ ଯୋଉ ଶିଖ ମାନଙ୍କର ଏଇଟା ଆପଣଙ୍କର ମେଡିଭାଲ ରୁ ପଚାରି ଦେଇଛି ଟିକେ ଟିକେ who initiated the transformation of the Sikh into a military organization। ଠିକ ଅଛି ଶିଖ ମାନଙ୍କର ଯୋଉ ଟ୍ରାନ୍ସଫରମେସନ ହେଲା କିଏ କଲେ କୋଉ ନମ୍ବର ଗୁରୁ ମାନେ ଆଗରୁ ଶିଖ ମାନେ ସେତେ ମାନେ ଧର୍ମ ଭାବରେ ଥିଲେ କିନ୍ତୁ ସେମାନଙ୍କର କଣ ଗୋଟେ ମିଲିଟାରୀ ଅର୍ଗାନାଇଜେସନ ହବାର ଷ୍ଟାର୍ଟ କରିଦେଲେ। ମାନେ ଗୋଟେ ନିଜକୁ ମିଲିଟାରୀ ଅର୍ଗାନାଇଜେସନ ଭାବରେ ଦେଖେଇବା ଷ୍ଟାର୍ଟ କଲେ। କୋଉ ଗୁରୁ ଦେଖେଇଲେ ଏଇଟା ମନେ ରଖିବେ ଗୁରୁ ହରଗୋବିନ୍ଦ ସିଂ ଯୋଉ 10ଟା ଗୁରୁ ଅଛନ୍ତି 6th ନମ୍ବର ଗୁରୁ ସିଏ ଷ୍ଟାର୍ଟ କରିଥିଲେ। ତାପରେ ସବୁ ଗୁରୁ ଗୁଡାକ କଣ ମାନେ ଆର୍ମି ମାନେ ଯୋଉ ଶିଖ ଧର୍ମର ମିଲିଟାରାଇଜେସନ କରିବା ଷ୍ଟାର୍ଟ କରିବେ ନିଜ ଧର୍ମକୁ ପ୍ରୋଟେକ୍ଟ କରିବା ପାଇଁ କିନ୍ତୁ ଷ୍ଟାର୍ଟ କରିଥିଲେ ଗୁରୁ ହରଗୋବିନ୍ଦ ସିଂ। ଆମର ପଢିବା ଯେତେବେଳେ ଶିଖିଜମ ପଢିବାକୁ ପଡିବ ଆଉ ଶିଖିଜମ ପଢିବାକୁ ପଡିବ ଆପଣଙ୍କୁ ମେଡିଭାଲ ରେ ତ ସେତିକିବେଳେ ଏଇ ଜିନିଷ ଗୁଡାକ ଅଛି। ତାପରେ ମାନେ ଚୌଥ ଆଉ ସ୍ୱର୍ଦେଶୀ ମୁଖୀ ସମସ୍ତେ ଜାଣିଥିବେ ମାନେ ଟିକେ ଆଇଡିଆ ଯାହାର ଥିବ ସେ ଜାଣିଥିବେ ସ୍ୱର୍ଦେଶୀ ମୁଖୀ କଣ ଗୋଟେ ସେ ଡାଇରେକ୍ଟ ପଚାରୁଛି ସ୍ୱର୍ଦେଶୀ ମୁଖୀ କଣ ପଚାରୁନି କୋଉ ରାଜା ମାନେ ସ୍ୱର୍ଦେଶୀ ମୁଖୀ ଲଗଉଥିଲେ। ଚୌଥ ଆଉ ସ୍ୱର୍ଦେଶୀ ମୁଖୀ ଆମର 10th କ୍ଲାସ ବହିରେ ବି ଅଛି। ଚୌଥ ଆଉ ସ୍ୱର୍ଦେଶୀ ମୁଖୀ କୋଉମାନେ ଲଗଉଥିଲେ ମରଠା ମାନେ ଲଗଉଥିଲେ ଠିକ ଅଛି। ସ୍ୱର୍ଦେଶୀ ମୁଖୀ କଣ ଚୌଥ କଣ ସେ ସେତେ ଡିଟେଲଲି ଯାଇନି ସେ ଖାଲି ପଚାରି ଦେଇଛି ସ୍ୱର୍ଦେଶୀ ମୁଖୀ କଣ ମାନେ ଦିଟା କୋଶ୍ଚିନ୍ ମେଡିଭାଲ ର ବି ଆସିଲା। ଠିକ ଅଛି। ମରଠା ମାନଙ୍କ ଉପରୁ କୋଶ୍ଚିନ୍ ଆସିଲା ଶିଖ ମାନଙ୍କ ଉପରୁ କୋଶ୍ଚିନ୍ ଆସିଲା ମଡର୍ଣ୍ଣ ଇଣ୍ଡିଆରୁ ବି କୋଶ୍ଚିନ୍ ଆସିଲା କିନ୍ତୁ ମେଡିଭାଲ ର କେବଳ ଦିଟା ହିଁ ଆସିଛି। ତାପରେ 1738 ରେ କିଏ ଇଣ୍ଡିଆକୁ ଆଟାକ କରିଥିଲା ଏଇଟା ସମସ୍ତେ ଜାଣିଥିବେ କିଏ କରିଥିଲେ କୁହନ୍ତୁ 1738 ରେ ନାଦିର ଶାହ। ଭେରି ଗୁଡ 1738 ରେ ନାଦିର ଶାହା ଆଟାକ କରିଥିଲେ ମାନେ ବହୁତ ଜେନେରାଲ କୋଶ୍ଚିନ୍ ଟା ଏଇଟା ମାନେ କିଛି କୋଶ୍ଚିନ୍ ଅଛି ଯୋଉଟା କି କରିପାରିବେ ନ ପଢିଲେ ବି କିନ୍ତୁ ଏମିତି ନାହିଁ ଯେ ସବୁ କୋଶ୍ଚିନ୍ କରିଦେବେ। ତାପରେ ବେଦର ମିନିଂ କୁହନ୍ତୁ ଆମେ ବେଦ ପଢିଦେଲେ ଏତେ ଡିଟେଲ ପଢିଲେ କିନ୍ତୁ ବେଦର ମିନିଂ ଟା ନଲେଜ। ଆମେ ନଲେଜ 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 ଆଉ ବିଶ୍ଵେଶ୍ଵରା ଅପଳା ଘୋଷା ଏଗୁଡା କିଏ କୁହନ୍ତୁ ତ ଓମେନ୍ ମାନେ ଓମେନ୍ 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 ରିଭର ରିଭର ନାଇଁ ନାଇଁ ଓମେନ୍। ରିଭର ନାଇଁ ଓମେନ୍ 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 ବେଦିକ ଏଜ୍ ଠିକ ଅଛି ଓମେନ୍। ତ ମାନେ ଓହୋ। ସିମ୍ପଲି ଆପଣ ଠିକ ଘୋଷା ଅଛି ତ ଲୋପାମୁଦ୍ରା ବେଦିକ ଏଜ୍। ହଁ ବେଦିକ ରୁ ମାନେ ଏଜୁକେଟର ଆମର ଯୋଉ ଓମେନ୍ ମାନଙ୍କୁ ଯୋଉ ପ୍ରାୟୋରିଟି ଯୋଉ ଦିଆ ହଉଥିଲା ସେ ବେଦିକ ସୋସାଇଟିରେ ଏ କୋଶ୍ଚିନ୍ ଗୁଡାକ ଆସିଛି ବେଦିକ ସୋସାଇଟିରୁ ମାନେ ତ ଓଭରଅଲ୍ ଦେଖିଲେ ଏଇ 10ଟା କୋଶ୍ଚିନ୍ ଥିଲା ତ ଓଭରାଲି ଦେଖିଲେ ଆମର ପାଖାପାଖି 6ଟା କୋଶ୍ଚିନ୍ ଆମେ କହିପାରିବା
ମଡର୍ନ ହିଷ୍ଟ୍ରିରୁ ଆସିଛି, ଦୁଇଟା କୋଶ୍ଚିନ୍ ଆମର ମେଡିଭାଲରୁ ଆସିଛି, ଆଉ ଦୁଇଟା କୋଶ୍ଚିନ୍ ଆମର ଏନସିଏଣ୍ଟରୁ ଆସିଛି। ଠିକ ଅଛି। ତ ଅଧିକ ଫୋକସ୍ ଦେଇଛି ସେ ମଡର୍ନ ହିଷ୍ଟ୍ରିକୁ। ଏମିତି ନାହିଁ ଯେ ମେଡିଭାଲକୁ ଏନସିଏଣ୍ଟ ହିଷ୍ଟ୍ରିକୁ ସେତେ ଦେଇନି। ତ ଆଉ ଯେତେବେଳେ ଓମେନ୍ସ ମାନଙ୍କର ନାଁ ପଚାରିଦେଲା, ତ ଏମିତି ନାହିଁ ଯେ କିଏ ଯଦି କିଛି ପଢିବନି ବେଦିକ ଏଜର ଓମେନ୍ସ ମାନଙ୍କର ନାଁ ତାକୁ ମନେ ରହିଯିବ। ଠିକ ଅଛି ନା ନାଇଁ? ତ ସେଇଟା ହିଁ ଆପଣଙ୍କୁ ଦେଖିବାକୁ ପଡିବ। ଅପଳା ଆମର ନୋଟରେ ଥିଲା ବୋଧେ, ଯଦି ଗୋଟେ ନୋଟରେ ମିଳିଯାଉଛି ତ ଆପଣଙ୍କୁ ଆଇଡିଆ ଲଗେଇବାକୁ ପଡିବ। ସବୁ ଯାକ ଥିଲା ସାର୍। ସବୁ ଯାକ ଥିଲା ସବୁଗୁଡା ସାର୍, ସାର୍ ଘୋଷା ବି ଥିଲା। ନୋଟରେ ଥିଲା, ଘୋଷା ବି ଲୋପାମୁଦ୍ରା ଥିଲା। ବାଉରୀ, ଲୋପାମୁଦ୍ରା ବାଉରୀ। ଘୋ- ହଁ ଲୋପାମୁଦ୍ରା ବି ଥିଲା। ଲୋପାମୁଦ୍ରା। ଠିକ ଅଛି, ମାନେ ଘୋଷ- ସେଇ ଜିନିଷକୁ କହୁଛି, ଆପଣ ଟିକେ ଡିଟେଲ ହିଁ ପଢିବାକୁ ପଡିବ। ଆମେ ଏଇ ପଏଣ୍ଟଟା ଯଦି ଛାଡି ଦେଇଥାନ୍ତେ କୋଉ ବେଦରେ କଣ ଲେଖା ହେଇଛି ଏ ଖାଲି ଓଭରଲୁକ୍ କରିକି ଯାଇଥାନ୍ତେ, ମେ ବି କରିପାରିନଥାନ୍ତେ। ଠିକ ଅଛି। ତ ଏମିତି ଗୋଟେ ଦିଟା କୋଶ୍ଚିନ୍ରେ ହିଁ ଆପଣଙ୍କର ମେ ବି ସିଲେକ୍ସନକୁ ଡିଫର କରିଦେବ ହେଲା। ସାର୍, ତ ସିମ୍ପଲି ବେଦାର ମିନିଂସ ବି ନୋଟରେ ଥିଲା। ଥିଲା ନା? ଠିକ ଅଛି। ତ ଦିଟା କୋଶ୍ଚିନ୍ ନୋଟରୁ ଆସିଛି, ଭେରି ଗୁଡ୍। ଯେତିକି ପଢା ହେଇଛି ସେଥିରୁ ଦିଟା କୋଶ୍ଚିନ୍ ଆସିଯାଇଛି, ତ ଗୁଡ୍ ଥିଙ୍ଗ। ତ ନୋଟଟା ଟିକେ ଥରୋଲି ରିଭାଇଜ କରିବେ, ତା ମାନେ ସେଇଆ ହିଁ କହୁଛି। ମାନେ ଦିଟା କୋଶ୍ଚିନ୍ ଯଦି ଆମର ଆସିଛି, ଆମର ପଢା ବି ହେଇନି କିଛି, ଏନସିଏଣ୍ଟର ଟିକେ ପଢା ହେଇଛି, ସେଥିରୁ ଦିଟା କୋଶ୍ଚିନ୍ ଆସିଯାଉଛି, ମାନେ ଭଲ ଅଛି ନୋଟ ଗୁଡାକ। ଠିକ ଅଛି। ତ ସେଟାକୁ ଟିକେ ଥରୋଲି ଯିବେ। ତ ସାର୍ ଗୋଟେ ଆଜିର କଥା ଆମର ପଚାରିବି? ଯେମିତି ଟାର୍ଗେଟ ଥିଲା, ଆଉ ଟାଇମ ୱେଷ୍ଟ। ହଁ, କୁହନ୍ତୁ 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 ମ୍ୟାମ୍। ସାର୍ ଆଜି ବି ଯୋଉ କ୍ୱେଶ୍ଚନ ସବୁ ଆସିଥିଲା, ତା ଭିତରୁ ମାନେ ପିଡିଏଫ ର ହୁଁ। ଯୋଉଟା ଅଛି ତାଠୁ ବାହାର ବି ଆସିଛି କ୍ୱେଶ୍ଚନ। ଆଜି ଯୋଉ ଟେଷ୍ଟ ନା, ହେଲା ସେଇଟା ହିଷ୍ଟ୍ରିର। ପାଇଁ ଟେଷ୍ଟ ଟିକେ ଅଲଗା ହିଁ ଦେବା ନା। ସେଇଟା ହେଲେ ହିଁ ଭଲ ମ୍ୟାମ୍, ବୁଝିଲେ ନା? ଟେଷ୍ଟ ଆକ୍ଚୁଆଲି ସାର୍ କରନ୍ତି କୋଶ୍ଚିନ୍, ମୁଁ ପଢ଼ାଏ ଏଇଟା, ସାର୍ ଟେଷ୍ଟ କରନ୍ତି। ତ ଆପଣଙ୍କୁ ସେଇଟା ହିଁ ଭଲ, ଟିକେ ଅଧିକ ଜାଣିଲେ କିଛି ଖରାପ ନାହିଁ, ବୁଝିଲେ? ଯୋଉ କୋଶ୍ଚିନ୍ ଗୁଡାକ ହେଲାନି। ଏକ୍ସଟ୍ରା କ୍ୱେଶ୍ଚନ ବି ମିଳିଯାଉଛି ସାର୍। ଏକ୍ସଟ୍ରା ହଁ କ୍ୱେଶ୍ଚନ ମିଳୁଛି। ହଁ, ଏକ୍ସଟ୍ରା ବ୍ୟାକଗ୍ରାଉଣ୍ଡ ମିଳୁଛି। ଯୋଉ କୋଶ୍ଚିନ୍ ଗୁଡାକ ହଉନି ସେଗୁଡାକୁ ପଏଣ୍ଟ ଆଉଟ୍ କରନ୍ତୁ, ସେଗୁଡା ଗୁଗଲରେ ସର୍ଚ୍ଚ କରନ୍ତୁ। ଯଦି ନ ପାଇଲେ ମତେ କହିବେ, କୋଶ୍ଚିନ୍ ମତେ ଟିକେ ସେୟାର ମିଳିଯାଉଛି କରନ୍ତୁ। କିନ୍ତୁ ସେଗୁଡା ଯେହେତୁ ଆସୁନି ମାର୍କ ମାଇନସ ହଉଛି ଆଉ ମାରିଲେ। କିଛି ନାହିଁ, ମାର୍କ ସେଇଟା ଏଇ ମାର୍କରେ ଆପଣଙ୍କୁ କିଛି ମ୍ୟାଟର କରିବନି ନା, ଆପଣଙ୍କୁ ନା ସିଲେକ୍ସନ ସାର୍, ମ୍ୟାଟର ନାଇଁ କରିବ। ମ୍ୟାଟର ନାହିଁ ସାର୍, ମାନେ ଏମିତି ମାର୍କ ଟା ମାଇନସ ହଉଛି ଆଉ, କିନ୍ତୁ ସେଟା ନୂଆ କ୍ୱେଶ୍ଚନ ଜାଣିବାକୁ ମିଳୁଛି ଆଉ ବେସିକ ସେଇଟା। ଟା କ୍ଲିୟର ହେଇଯାଉଛି, ବେସିକ ହଁ, ଟା କ୍ଲିୟର ହେଇଯାଉଛି, କିନ୍ତୁ କୋଶ୍ଚିନ୍ ଗୁଡା ଟିକେ ଡିପ୍ ଡେପ୍ଥ ହେଇଯାଉଛି ଆଉ। କରନ୍ତୁ ସାର୍, କିଛି ଅସୁବିଧା ନାହିଁ। କୋଶ୍ଚିନ୍ରେ ଏବେ ଆପଣ ଯେତେ ଟେଷ୍ଟ ଦିଅନ୍ତୁ, ମାନେ କଥା ହେଲା, ଯଦି କଷ୍ଟ ହଉଛି ଆପଣଙ୍କ ପାଇଁ କଷ୍ଟ ନାହିଁ, ସେଇଟା ସମସ୍ତଙ୍କ ପାଇଁ କଷ୍ଟ, ବୁଝିଲେ? ତ ସେଇଟା କିଛି ମାନେ କାହାକୁ ଫେଭର ହଉନି କି କାହାକୁ ମାନେ ଇନଜଷ୍ଟିସ ହଉନି, ବୁଝିଲେ ନା ନାଇଁ? ଯଦି ମାର୍କ ଯଦି ଡିଫିକଲ୍ଟ କୋଶ୍ଚିନ୍ ଆସିଗଲା, ତାହେଲେ ସମସ୍ତଙ୍କର ମାର୍କ କମ ଆଇବ ନା। ତ କିଏ ଉପର ନିଚେ ସେଇଟା କିଛି ମ୍ୟାଟର କରିବନି, ସମସ୍ତଙ୍କୁ ଇକ୍ୱାଲି ସେଇ କୋଶ୍ଚିନ୍ ଆସୁଛି। ଓକେ ଠିକ ସାର୍, ଅଛି। ଓକେ। ସାର୍ ହଁ ଯୋଉ ସବଜେକ୍ଟିଭ ପଜେକ୍ଟିଭ ଦିଟା ଯାକ ଫଲୋ କରି ଏଇ ଏକ୍ସାମ ଗୁଡା ଆଟେଣ୍ଡ କଲେ ଠିକ ରହୁଛି। ହଁ, ଆପଣ ମାନେ ଯୋଉ ନୋଟଟା ଆପଣଙ୍କୁ ମିଳୁଛି ସେଇଟା ଥରୋଲି କରନ୍ତୁ, କ୍ଲାସ୍ ଗୁଡାକ ଥରୋଲି କରନ୍ତୁ, ଟେଷ୍ଟ ବି ଦିଅନ୍ତୁ। 10 ମାର୍କ ମାନେ 10ଟା କୋଶ୍ଚିନ୍ ଅଛି ନା, ତ ହେଇଯିବ ନୋଟ ଗୁଡାକ ଦେଖିଦେଲେ। ଠିକ ଅଛି। ଆମେ ଜଣା ପଡିଗଲା କେମିତି ସାର୍, ଆମର କୋଶ୍ଚିନ୍। ଟିକେ ମଡର୍ଣ୍ଣ ହିଷ୍ଟ୍ରି ଉପରେ ଟିକେ ଫୋକସ କରିବା। ହଁ, ସିଓର ସିଓର। ଏବେ ମଡେଲ ଆମେ ଆଉ 3ଟା 4ଟା କ୍ଲାସ୍ ପରେ ଆମର ଏନସିଏଣ୍ଟ ପ୍ରାୟ ସରିଯିବ। ଠିକ ଅଛି। ସଂଯୁକ୍ତା ସେଠୀ ମ୍ୟାଡାମ କହୁଛନ୍ତି ପଢିବା ପାଇଁ ଜୋସ୍ ଆସୁନି, କାହିଁକି ମ୍ୟାଡାମ? ଜୋସ୍ ଆଣିବାକୁ ପଡିବ, ମାନେ ମୋଟିଭେସନ ଦରକାର ନାହିଁ, ଡିସିପ୍ଲିନ ଦରକାର ଆପଣଙ୍କୁ। ଠିକ ଅଛି, ଦେଖନ୍ତୁ ଷ୍ଟାର୍ଟ। ଜୈନିଜମ ଆମେ ପଢି ଦେଇଛେ, ବୁଦ୍ଧିଜମ ଆମେ ପଢି ଦେଇଛେ। ତ ଆମେ ବର୍ତ୍ତମାନ ଆମେ ଯିବା ମୌରିଆନ ଡିନାଷ୍ଟିକୁ ଯିବା। ଠିକ ଅଛି। ମୌରିଆନ ଏଜ, ମୌରିଆନ ଏଜ ରୁ ଆମେ କେମିତି କୋଶ୍ଚିନ୍ ଆସିଛି ସେ ଗୁଡାକ ଆମେ ଦେଖିବା। ତ ଦେଖନ୍ତୁ କୋଶ୍ଚିନ୍ କଣ କଣ ଆସିବ। ଆମେ ମେନଲି ଏଇ ଯୋଉ ନୋଟ ଗୁଡାକ ଅଛି, ମାନେ ଏଥିରେ ଯୋଉ ଜିନିଷ ଗୁଡାକ ଅଛି ସେଇ ଉପରୁ ହିଁ କୋଶ୍ଚିନ୍ ଆସିବ, କାହିଁକି ବଛା ବଛା ଜିନିଷ ଗୁଡାକ ଅଛି। ଫାଷ୍ଟ ଜିନିଷ କହୁଛି ଯୋଉ ମରିଆନ ଏଜ ହେଲା, ମରିଆନ ଏଜ ର ସୋର୍ସେସ୍ କଣ, ଆମେ କୋଉ ସୋର୍ସ ରୁ ଆମକୁ ମରିଆନ ଏଜ ଟା ମାନେ ଜଣେଇବାକୁ ମିଳିଲା, ମରିଆନ ଏଜ ବିଷୟରେ ଜାଣିବାକୁ ମିଳିବ, ସେଇ ଜିନିଷ କଥା ଲେଖା ହେଇଛି। ଆଉ ଦ୍ୟାଟ ଇଜ ଭେରି ମଚ୍ ଇମ୍ପୋର୍ଟାଣ୍ଟ, ଆଉ ଏଥିରୁ କୋଶ୍ଚିନ୍ ଆସିବାର ହାଇ ଚାନ୍ସେସ୍ ଅଛି। ତ ଫାଷ୍ଟ ହଉଛି ମେଗାସ୍ଥିନିସ୍ ଇଣ୍ଡିକା। ମେଗାସ୍ଥିନିସ୍ ଥିଲେ, ସିଏ କଣ, କିଏ ମେଗାସ୍ଥିନିସ୍, ଆମେ ୱି ୱିଲ୍ ଡିସ୍କସ୍ ଇଟ୍ ଲେଟର। ଫାଷ୍ଟ ଲେଖନ୍ତୁ, ମେଗାସ୍ଥିନିସଙ୍କ ଗୋଟେ ବହି ଅଛି, ତାଙ୍କର ବହି ଇଣ୍ଡିକା। ସେଥିରୁ ଆପଣଙ୍କୁ କୋଉଠି କାହା ବିଷୟରେ ଜାଣିବାକୁ ମିଳିବ, ମୌରିଆନ ଆଡମିନିଷ୍ଟ୍ରେସନ ବିଷୟରେ ଜାଣିବାକୁ ମିଳିବ। ସେମାନଙ୍କର କ୍ୟାପିଟାଲ ସିଟି ପାଟଳିପୁତ୍ର ଥିଲା ବୋଲି ଜାଣିବାକୁ ମିଳିବ, ସେମାନଙ୍କର ମିଲିଟାରୀ କେମିତି ଥିଲା ସେଇ କଥା ଜାଣିବାକୁ ମିଳିବ। ଆଉ ସେଇ ସମୟରେ କଣ୍ଟେମ୍ପରାରୀ ସୋସିଆଲ ଲାଇଫ, ସେମାନଙ୍କର ସାମାଜିକ ଅବସ୍ଥା କେମିତି ଥିଲା ସେଗୁଡା ଜାଣିବାକୁ ମିଳିବ। ତ ଫାଷ୍ଟ ମନେ ରଖିବେ ମରିଆନ ସମାଜ ବିଷୟରେ
বা ମରିୟାନ ସୋସାଇଟି ବିଷୟରେ କୋଉ ଜିନିଷରୁ ଜାଣିବାକୁ ମିଳିଲା ଆମକୁ ମେଗାସ୍ଥିନିସ୍ ଇଣ୍ଡିକା। ସେକେଣ୍ଡ ଜିନିଷ ସୋର୍ସ କୋଉଟା ହେଲା ଅର୍ଥଶାସ୍ତ୍ର କିଏ ଲେଖିଥିଲେ ଆପଣଙ୍କୁ କୋଶ୍ଚିନ୍ ଆସେ କୌଟଲ୍ୟ। ତ କୌଟଲ୍ୟଙ୍କ ଅର୍ଥଶାସ୍ତ୍ର ବି କୋଉ ସମୟର ମରିୟାନ ସମୟର ମରିୟାନ ମାନଙ୍କ ସମୟରୁ ହିଁ ଆମର କୌଟଲ୍ୟଙ୍କର ଅର୍ଥଶାସ୍ତ୍ର ଲେଖା ହେଇଥିଲା। ଆଉ ତାଙ୍କୁ ଏଇ ପଏଣ୍ଟଟା ଟିକେ ଆସି ଯାଇପାରେ ତାଙ୍କୁ ଇଣ୍ଡିଆନ ମେକାଭେଲି କୁହାଯାଏ। ମେକାଭେଲି କିଏ ଥିଲେ ମାନେ ସିଏ ଜଣେ ୟୁରୋପିଆନ ର ଥିଲେ। ସିଏ ବି ଜଣେ କଣ ପଲିଟିସିଆନ ଥିଲେ ମାନେ ଚାଣକ୍ୟ ଯେମିତି ଗୋଟେ ଭଲ ରାଜନୈତିକ ଥିଲେ ପଲିଟିସିଆନ ଥିଲେ ତାଙ୍କର ଥିଙ୍କିଂ ପ୍ରୋସେସ ଯେମିତି ଥିଲା ୟୁରୋପିଆନ ମାନଙ୍କୁ ବି ମାକାଭେଲି ସେଇ ପ୍ରକାର ଗୋଟେ ଚତୁର ଲୋକ ଥିଲେ। ତ ତାଙ୍କୁ ଇଣ୍ଡିଆନ ମାକାଭେଲି କୁହାଯାଏ କାହାକୁ ଚାଣକ୍ୟଙ୍କୁ କୁହାଯାଏ। କଣ ପାଇଁ କୁହାଯାଏ ତାଙ୍କର ଯୋଉ ସାର୍ ଟିକେ ହଁ କୁହନ୍ତୁ। ସାର୍ ଏଇ ଯୋଉ ଅର୍ଥଶାସ୍ତ୍ର କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ କଣ ଲେଖା ଯାଇଛି? ସେଇ ସମୟରେ ମାନେ ଯୋଉ ମରିୟନ ମାନଙ୍କର ଆଡମିନିଷ୍ଟ୍ରେସନ ବିଷୟରେ ଲେଖା ହେଇଛି ସେମାନଙ୍କର ଲିଟରେସି ମାନେ ୱାର୍କ ବିଷୟରେ ଲେଖା ହେଇଛି ତାଙ୍କର ସୋସାଇଟି ବିଷୟରେ ଲେଖା ହେଇଛି ଏଇ ସବୁ ବହି ମରିୟାନ ଆଚ୍ଛା ମାନଙ୍କର ଯେତେ ସବୁ ଲିଟେରାରୀ ଡିଟେଲ। ନାଇଁ କି? ହଁ ଅର୍ଥଶାସ୍ତ୍ର ମାନେ ମୁଁ ଏମିତି ନାହିଁ ଯେ ମୁଁ ସେଇ ଗୋଟେ କୋଶ୍ଚିନ୍ ଫେସ୍ କରିଥିଲି ହଁ, ପଲିଟିକାଲ ଉପରେ ଥିଲା ମୌର୍ୟ ମାନଙ୍କର ପଲିଟିକାଲ ଆଉ ଇକୋନୋମିକ୍ସ ଡେସ୍କ୍ରାଇବ ସବୁ ଥିଲା କୌଟିଲ୍ୟଙ୍କର। ସବୁ ଗୁଡାକ ସେଥିରେ ତାଙ୍କର ମେନସନ ଥିବ। ସୋସାଇଟି ଆମର ମେଗାସ୍ଥିନି ସିଣ୍ଡିକା ହଉ କୌଟଲ୍ୟ ଅର୍ଥଶାସ୍ତ୍ର ହଉ ଅର୍ଥଶାସ୍ତ୍ର ମାନେ ତ ନାଁରୁ ହିଁ ଆପଣଙ୍କୁ ଜଣା ପଡିଯାଉଛି ବୁଝିଲେ ନା ଇକୋନୋମିକ୍ସ ସେଠି ବୋଲିକି ଅର୍ଥ ହଁ ରାଇଟ୍ ହଁ ଇକୋନୋମିକ୍ସ ଠିକ ଅଛି। ତା ସହିତ ଜି ଆପଣଙ୍କର ହଁ ମିଲିଟାରୀ ବି ଅଛି ଠିକ ଅଛି। ଆଉ ତାଙ୍କର ଆଡମିନିଷ୍ଟ୍ରେସନ ଅର୍ଥଶାସ୍ତ୍ରରେ ବି ହଁ ଆଡମିନିଷ୍ଟ୍ରେସନ ବି ଆଚ୍ଛା ଅଛି। ଆଡମିନିଷ୍ଟ୍ରେସନ ଏଇଟା ଯେତେବେଳେ ପିଜିଟି ଆଚ୍ଛା। ପଢିବେ ତ ଆପଣଙ୍କର ପଢା ହବ କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ସପ୍ତାଙ୍ଗ ଥିଓରୀ ବୋଲି ଗୋଟେ ଅଛି ବୁଝିଲେ ନା ସେଇ ସପ୍ତାଙ୍ଗ ଥିଓରୀ ଡିଟେଲି ପଢା ହବ କୋଉଠି ଯେଠି ଆପଣ ପିଜିଟି ଆଜ୍ଞା ପଢିବେ ଏବେ ଆପଣଙ୍କୁ ସେତେ ଦରକାର ନାହିଁ। ଖାଲି ସେଠି ଲେଖନ୍ତୁ ଆଜ୍ଞା ସେଠି ମିଲିଟାରୀ ପଲିଟିକାଲ ସିଷ୍ଟମ ଏସବୁ ବିଷୟରେ ଡିଟେଲି ଲେଖା ହେଇଛି କୋଉଠି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଠିକ ଅଛି। ଆଜ୍ଞା ଠିକ ଅଛି ଆଜ୍ଞା ହଁ କିନ୍ତୁ ଏଇ ଯୋଉ ଅର୍ଥଶାସ୍ତ୍ର ଯୋଉ ମନୁସ୍କ୍ରିପ୍ଟ ଟା ଥିଲା ଆଗରୁ ମାନେ ଏଇଟା ତ କୌଟଲ୍ୟ କେବେଠୁ ମରିୟନ ମାନଙ୍କ ସମୟରୁ ଲେଖିଛନ୍ତି କିନ୍ତୁ ଏଇ ଯୋଉ ଏଇଟାକୁ ଡିସକଭର କେବେ କରିଥିଲେ କିଏ କରିଥିଲେ ଆର୍ ଶର୍ମା ଶାସ୍ତ୍ରୀ ଡିସକଭର କରିଥିଲେ ଦ୍ୟାଟ ଇନ୍ 1904 ରେ ଏଇ ପଏଣ୍ଟ ଟା ମନେ ରଖିବେ। ବୁଝିଲେ ନା କୌଟଲ୍ୟଙ୍କ ଅର୍ଥଶାସ୍ତ୍ର କେବେଠୁ ଅଛି କିନ୍ତୁ ଏଇଟାକୁ ଡିସିଫର କିଏ କଲେ କିଏ ଲେଖିଥିଲେ ସେଇ ଜିନିଷଟା କିଏ କଲେ ଆମର ଆର୍ ଶର୍ମା ଶାସ୍ତ୍ରୀ ଦ୍ୟାଟ ଇଜ ଇନ୍ 1904 ଠିକ ଅଛି। ତାପରେ ବିଶାଖା ଦତ୍ତାଙ୍କ ମୁଦ୍ରା ରାକ୍ଷସରୁ ବି ଏଇ ମାନେ ଆସିଯାଏ। ସାର୍ ଟିକେ ହଁ Portfolio was also called Indian Machiavelli କଣ ସେଟା ସାର୍? ମେକାଇଭେଲି ତାଙ୍କୁ କାହିଁକି କୁହାଯାଏ ଯୋଉ ମେକାଇଭେଲି ଥିଲେ ସେ ୟୁରୋପିଆନ ର ଜଣେ ବଡ ପଲିଟିକାଲ ଥିଙ୍କର ଥିଲେ ଠିକ ଅଛି ଫିଲୋସଫର ପଲିଟିକାଲ ଥିଙ୍କର ଥିଲେ କିଏ ମେକାଇଭେଲି। ତ ଇଣ୍ଡିଆର ବି ଜଣେ ବଡ ପଲିଟିକାଲ ଥିଙ୍କର କିଏ କୌଟଲ୍ୟକୁ ମନାଯାଏ ପଲିଟିକାଲ ଥିଙ୍କର ଆଜ ୱେଲ ଆଜ ଭଲ ପଲିଟିକାଲ ଫିଲୋସଫର କିଏ କୌଟଲ୍ୟ। ସେ ଜଣେ ଭଲ ପଲିଟିକାଲ ଫିଲୋସଫର ଥିଲେ ନା ତ ମାକାଇଭେଲି ୟୁରୋପର ଯେମିତି ଭଲ ପଲିଟିକାଲ ଫିଲୋସଫର ଥିଲେ ସେହିପରି କୌଟଲ୍ୟ ଓଡିଶାର ଜଣେ ଭଲ ଫିଲୋସଫିକାଲ ମାନେ ପଲିଟିକାଲ ଫିଲୋସଫର ସେଥିପାଇଁ ତାଙ୍କୁ ଇଣ୍ଡିଆନ ମାକାଇଭେଲି କୁହାଯାଏ। ବୁଝିଲେ ନା ନାଇଁ ମାନେ ମାକାଇଭେଲି ଯେମିତି ଚତୁର ଥିଲେ ସିଏ ବି ନିଜେ ସେମିତି ଚତୁର ବୁଝିପାରିଲେ। Yes ସାର୍ ହଁ ହଁ ବୁଝିଗଲା। ଠିକ ଗୋଟେ କାମ କରନ୍ତୁ ଶୁଣନ୍ତୁ ଯାହାର ଯୋଉ ଡାଉଟ ରହିଯାଉଛି ଆଉ ଦେଖନ୍ତୁ ଏବେ ଥରେ ଡାଉଟ ରିଭାଇଜ କରିବେ। ହଁ ହଁ ଗୋଟେ କାମ କରନ୍ତୁ ଶୁଣନ୍ତୁ ସର୍ଟ ନୋଟ ରଖନ୍ତୁ ଯାହାର ଯାହା ଯାହା ଡାଉଟ ରହୁଛି ଟିକେ ଲେଖି ଦିଅନ୍ତୁ କାହିଁକି ଆମେ ଯଦି ସବୁ ଡାଉଟ ଗୁଡା ନବା ଷ୍ଟାର୍ଟ କରିବା ବହୁତ ସମୟ ପଳେଇବ ବୁଝିଲେ ମାନେ କଭର କରିବାର ଅଛି ମ୍ୟାକ୍ସିମମ୍ ଜିନିଷ। ମୁଁ ଚେଷ୍ଟା କରିବି ଯୋଉଠି ମତେ ଲାଗିଲା ହଁ ମତେ ଏଇଠି ବୁଝେଇବାର ଦରକାର ମୁଁ ବୁଝେଇଦେବି ହେଲା। ତ ଆପଣ କିନ୍ତୁ ଚେଷ୍ଟା କରନ୍ତୁ ଯେ ଡାଉଟ୍ ଗୁଡାକ ଲେଖି ଦିଅନ୍ତୁ ଲାଷ୍ଟ ମୁଁ 5-7 ମିନିଟ୍ ଦେବି ସେଠି ଖାଲି ଡାଉଟ୍ ପଚାରିଦେବେ ମତେ ଠିକ ଅଛି। ନହେଲେ ସରିବନି ଆମର ତ ଏଇ ଦିଟା ପଏଣ୍ଟରୁ ଆପଣ ଖାଲି ମନେ ରଖିବାର ଅଛି କଣ ମେଗାସ୍ଥିନିସ୍ ଇଣ୍ଡିକା ଲେଖିଥିଲେ ସେଥିରେ ବି ଆମର ମରିୟନ ମାନଙ୍କର ସୋସାଇଟି ମିଲିଟାରୀ ଏସବୁ ଲେଖା ହେଇଛି। ତାପରେ କୌଟଲ୍ୟ ଅର୍ଥଶାସ୍ତ୍ର ଲେଖିଥିଲେ ଅର୍ଥଶାସ୍ତ୍ରରେ ବି କୋଉ ଜିନିଷ ଗୁଡାକ ଲେଖା ହେଇଛି ଆମର ଅର୍ଥ ମାନେ ଇକୋନୋମିକ୍ସ ଗୁଡାକ ଲେଖା ହେଇଛି ତାପରେ ସୋସାଇଟି ଭିତରେ ଲେଖା ହେଇଛି ଠିକ ଅଛି ତାଙ୍କର ଆଡମିନିଷ୍ଟ୍ରେସନ ବିଷୟରେ ବି କୌଟଲ୍ୟଙ୍କର ଅର୍ଥଶାସ୍ତ୍ରରେ ଲେଖାଯାଇଛି। ତାପରେ କୌଟଲ୍ୟଙ୍କୁ ଇଣ୍ଡିଆନ ମେକାଭେଲି କୁହାଯାଏ କାହିଁକି ଇଣ୍ଡିଆନ ମେକାଭେଲି କୁହାଯାଏ ଯେମିତି ୟୁରୋପରେ ମେକାଭେଲି ଜଣେ ବଡ ପଲିଟିକାଲ ଫିଲୋସଫର ବା ଥିଙ୍କର ଥିଲେ ସେହିପରି ଇଣ୍ଡିଆରେ ବି କୌଟଲ୍ୟଙ୍କୁ ସେଇ ରେଟରେ ପଲିଟିକାଲ ଥିଙ୍କର ଦେଖାଯାଏ ସେଇ ରେଟରେ। ଆଉ ଯୋଉ ଅର୍ଥଶାସ୍ତ୍ରଟା ପୂର୍ବରୁ ଡିସକଭର ହେଇନଥିଲା ଅର୍ଥଶାସ୍ତ୍ର କଣ ସେଇଟାକୁ ଡିସିଫର ଆଉ ଡିସକଭର କିଏ କରିଥିଲେ ଆର୍ ଶର୍ମା ଶାସ୍ତ୍ରୀ କରିଥିଲେ ଦ୍ୟାଟ୍ ଇଜ ଇନ୍ 1904 ରେ ଠିକ ଅଛି। ତାପରେ ଆଉ ଗୋଟେ ପଏଣ୍ଟ କଣ ଏଇ ଜିନିଷ ଗୁଡାକୁ ଆମେ କାହିଁକି ପଢୁଛେ ଏଇ ଜିନିଷ ଗୁଡାକୁ ଆମକୁ ମୋରିଆନ ଆଡମିନିଷ୍ଟ୍ରେସନ ବିଷୟରେ ବା ମାନେ ମରିୟାନ ମାନଙ୍କର ସୋର୍ସେସ ଦିଏ ମରିୟାନ ମାନଙ୍କ ବିଷୟରେ କୁହେ। ଆଉ ଗୋଟେ ଜିନିଷ ଯୋଉଟା କି ମରିୟନ ମାନଙ୍କ ବିଷୟରେ ଆମକୁ ଜଣାଏ ଦ୍ୟାଟ ଇଜ ବିଶାଖା ଦତ୍ତାସ ମୁଦ୍ରା ରାକ୍ଷସ
ତ ଏଇ କୋଶ୍ଚିନ୍ଟା ବି ଆସିଯାଏ ମୁଦ୍ରା ରାକ୍ଷସ କିଏ ଲେଖିଥିଲେ। ମୁଦ୍ରା ରାକ୍ଷସ କିଏ ଲେଖିଥିଲେ? ବିଶାଖା ଦତ୍ତା ଲେଖିଥିଲେ। ଏଇ ପଏଣ୍ଟ ଆପଣ ମନେ ରଖିବେ। ଆଉ ମାନେ ମୁଦ୍ରା ରାକ୍ଷସରେ କଣ ଲେଖା ହେଇଛି ଏଇ ଜିନିଷଟା ବି ଇମ୍ପୋର୍ଟାଣ୍ଟ। ସେଇ ଯୋଉ ଆମର ଚନ୍ଦ୍ରଗୁପ୍ତ ମୌର୍ୟ କେମିତି ଯୋଉ ଧନାନନ୍ଦକୁ ମାରିଲେ କାହାର ସାହାଯ୍ୟରେ? କୌଟଲ୍ୟଙ୍କ ସାହାଯ୍ୟରେ। ତାଙ୍କୁ ରାଜଗଦିରୁ ହରେଇକି ନିଜେ କେମିତି ରାଜଗଦିରେ ବଇଲେ। ସେଇ ଜିନିଷଟା ହିଁ କୋଉଠି ଲେଖା ହେଇଛି? ଆମର ମୁଦ୍ରା ରାକ୍ଷସ। ତ ମୁଦ୍ରା ରାକ୍ଷସ କଣ? ଗୋଟେ ଡ୍ରାମା which describe how ଚନ୍ଦ୍ରଗୁପ୍ତ with the assistance of କୌଟଲ୍ୟ overthrew the ନନ୍ଦସ, ମାନେ ନନ୍ଦ ମାନଙ୍କୁ କେମିତି ହରେଇକି ଗୁପ୍ତ ପିରିୟଡ ର ଷ୍ଟାର୍ଟ କଲେ। ଠିକ ଅଛି। ତ ମୁଦ୍ରା ରାକ୍ଷସ କଣ? ଗୋଟେ ଡ୍ରାମାଟା। କିଏ ଲେଖିଛନ୍ତି? ବିଶାଖା ଦତ୍ତ ଲେଖିଛନ୍ତି। କଣ ଲେଖା ହେଇଛି ସେଥିରେ? ଆମର ଚନ୍ଦ୍ରଗୁପ୍ତ ମୌର୍ୟ କେମିତି ରାଜଗାଦିରେ ବସିଲେ ନନ୍ଦକୁ ମାନେ ଧନାନନ୍ଦକୁ ହରେଇକି କୌଟଲ୍ୟଙ୍କ ସାହାଯ୍ୟରେ। ତା ସହିତ କଣ ଆମର ଯୋଉ ବୁଦ୍ଧିଷ୍ଟ ଟେକ୍ସଟ ଗୁଡାକରେ ବି କଣ ଆମର ମୌର୍ୟନ ମାନଙ୍କ ବିଷୟରେ ଜାଣିବାକୁ ମିଳେ। ବୁଦ୍ଧିଷ୍ଟ ଯୋଉ ଜାତକ ଷ୍ଟୋରି ଗୁଡାକ ଆମେ ପଢିଲେ, ଦୀପବାଂସା, ଅଶୋକ ବନ୍ଦନା, ଦିବ୍ୟ ବନ୍ଦନା, ଏଇ ସବୁ ଗୁଡାକରେ ବି ଆମକୁ କଣ ଦେଖିବାକୁ ମିଳେ? ମୌର୍ୟନ ସମାଜ ବିଷୟରେ ଜାଣିବାକୁ ମିଳେ। ଏଇ ଜିନିଷ ଆକା। ଆଉ ମହାବଂଶା ବୁଦ୍ଧିଷ୍ଟ ଟେକ୍ସଟ ପଢିଲା ବେଳକୁ ମୁଁ କହିଛି ମହାବଂଶା କଣ, ମିଳିନ୍ଦ ପାନ କଣ, ମହାଭାଷ୍ୟ କଣ, ଏଇ ସବୁ ଗୁଡାକରେ ବି ଆପଣଙ୍କୁ କଣ ଟିକେ ସର୍ଟସ ମିଳେ ବୁଦ୍ଧିଷ୍ଟ ମାନେ ସରି ମୌର୍ୟନ ସମୟ ବିଷୟରେ। ତ କୋଶ୍ଚିନ୍ କଣ ଆସିବ? କୋଶ୍ଚିନ୍ ଏଇ ତିନିଟାରୁ ହିଁ ଆପଣଙ୍କୁ ଆସିବ। ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ, ଏଇ ତିନିଟାରୁ ସିଓର ସର୍ଟ କୋଶ୍ଚିନ୍ ଆସିବ। ଏଇଟା ଟିକେ ମନେ ରଖିଦେବେ, ଟିକେ ଭଲ କୋଶ୍ଚିନ୍। ଏଇଟା ବି ଇମ୍ପୋର୍ଟାଣ୍ଟ। କାହାକୁ ଇଣ୍ଡିଆନ୍ ମାକାଇ ବୋଲି କୁହାଯାଏ, ସେଇ ଜିନିଷଟା ମନେ ରଖିବେ। ଠିକ ଅଛି। ତାପରେ ଦେଖନ୍ତୁ ଏବେ ଆମେ ଯୋଉ ସୋର୍ସେସ୍ ଜାଣିଲେ, ସୋର୍ସେସ୍ ରୁ ଆମକୁ କଣ କଣ ଡାଟା ମିଳିଲା? ସୋର୍ସେସ୍ ରୁ ଏଇ ସବୁ ଡାଟା ମିଳିଲା। ଚନ୍ଦ୍ରଗୁପ୍ତ କଣ ଥିଲେ? ଧନାନନ୍ଦକୁ ହରେଇକି ସେ ମୌର୍ୟନ ଡିନାଷ୍ଟି ଷ୍ଟାର୍ଟ କରିଥିଲେ। ଠିକ ଅଛି। ତ ଚନ୍ଦ୍ରଗୁପ୍ତକୁ ଯୋଉ ଗ୍ରୀକ ଲିଟରେଚରରେ ତାକୁ କଣ କୁହାହଉଛି? ସେଣ୍ଡର କଟସ୍। ସେଣ୍ଡ କଟସ୍ ଗ୍ରୀକ ଭାଷାରେ, ମାନେ ଗ୍ରୀକ ର ଯୋଉ ଲିଟରେଚର ଗୁଡାକ ଅଛି, ଗ୍ରୀକ ଲୋକମାନେ କଣ ଇଣ୍ଡିଆକୁ ଆଲେକ୍ଜାଣ୍ଡରଙ୍କ ସମୟରୁ ହିଁ ଇଣ୍ଡିଆ ଉପରେ ଆଟାକ୍ ହଉଛି। ଆଲେକ୍ଜାଣ୍ଡର ବି ଚେଷ୍ଟା କରିଥିଲେ ଇଣ୍ଡିଆ କୁ ଅଧିକାର କରିଦେବା ପାଇଁ। ତ ଆଲେକ୍ଜାଣ୍ଡରଙ୍କ ପରେ ସେଲୁକସ୍ ନିକଟସ୍ ବି ଜଣେ ଗ୍ରୀକର ରାଜା, ସିଏ ବି କଣ କରିଥିବେ? ଇଣ୍ଡିଆକୁ ଆଟାକ୍ କରିବାକୁ ଚେଷ୍ଟା କରିଥିବେ। ଠିକ ଅଛି। ତ ସିଏ ଆଟାକ୍ କରିକି କିନ୍ତୁ ଚନ୍ଦ୍ରଗୁପ୍ତ ତାଙ୍କୁ ହରେଇ ଦେଇଥିବ। କାହାକୁ? ସେଲୁକସ୍ ନିକଟସ୍କୁ। ତ କିନ୍ତୁ ସେଇ ସମୟରେ ହିଁ କିନ୍ତୁ କଣ ଗୋଟେ ସମ୍ପର୍କ ବନ୍ଧନ କରିଦେଇଥିବେ ଚନ୍ଦ୍ରଗୁପ୍ତ କାହା ସହିତ? ଗ୍ରୀକ ମାନଙ୍କ ସମୟରେ ହାରିଗଲେ କିନ୍ତୁ ସେଲୁକସ୍ ନିକଟସ୍, କିନ୍ତୁ ସେଲୁକସ୍ ନିକଟସ୍ ଆଉ ଚନ୍ଦ୍ରଗୁପ୍ତଙ୍କ ଭିତରେ ଭଲ ସମ୍ପର୍କ ଥିବ। ତ ଏଇ ମୌର୍ୟ ସମାଜ ଆଉ ଗ୍ରୀକ ସମାଜ ଭିତରେ ଆଦାନ ପ୍ରଦାନ ବାଣିଜ୍ୟ ବେପାର ସେ ସମୟରେ ଚାଲୁଥିବ। ସେଥିପାଇଁ ଗ୍ରୀକ ର ଯୋଉ ଲିଟରେଚର ଗୁଡାକ ଥିଲା, ସେଇ ଲିଟରେଚର ଗୁଡାକର ମଧ୍ୟ କଣ ଆମର ଚନ୍ଦ୍ରଗୁପ୍ତଙ୍କର ଡାଟା ମିଳେ। ଆଉ ଗ୍ରୀକ ର ଯୋଉ ଲିଟରେଚର ଗୁଡାକ ଅଛି, ସେଥିରେ ଚନ୍ଦ୍ରଗୁପ୍ତଙ୍କୁ କଣ ବୋଲି ସମ୍ବର୍ଦ୍ଧନା କରାଯାଏ? ସେଣ୍ଡ କଟସ୍ ବୋଲିକି ସମ୍ବର୍ଦ୍ଧନା କରାଯାଏ। ଠିକ ଅଛି। ତ ଆଉ ପଏଣ୍ଟ ଏଇ ଡେଟ୍ 322 ବିସି ରେ ସିଏ ଫାଉଣ୍ଡେସନ ପକେଇଲେ କଣ? ମୌର୍ୟନ ଡିନାଷ୍ଟିର। ତାପରେ ଚିଫ୍ ଆର୍କିଟେକ୍ଟ କଣ? ସେଇ କଣ ମୌର୍ୟନ ଏମ୍ପାୟର ଚିଫ୍ ଆର୍କିଟେକ୍ଟ ଥିଲେ, ସେ ନିଜେ ହିଁ ବନେଇଥିଲେ। ତାଙ୍କର ଯୋଉ ମୌର୍ୟନ ଏମ୍ପାୟର ଥିଲା ବର୍ତ୍ତମାନର ବିହାର, ନେପାଳ, ନର୍ଥ ୱେଷ୍ଟ ଇଣ୍ଡିଆ, ଏ ସବୁ ଜାଗା ଗୁଡାକୁ ଅଧିକାର କରିଥିଲେ। ଆଉ ଏଇ ଜିନିଷଟା ଯୋଉଟା ମୁଁ ଏବେ କହିଲି, ସେ କାହାକୁ ଡିଫିଟେଡ କରିଥିଲେ? ସେଲୁକସ୍ ନିକଟସ୍କୁ ନିକଟରକୁ ସେ ଡିଫିଟ୍ କରିଥିଲେ। ଠିକ ଅଛି। ତାପରେ ଯୋଉ ମେଗାସ୍ଥିନିସ୍ ଯିଏ ଥିଲେ, ସେ ଯୋଉଟା ଗ୍ରୀକ ଆମ୍ବାସିଡର ଥିଲେ। ସେଲୁକସ୍ ନିକଟସ୍ ଜଣେ ହାରି ଯାଇଥିଲେ। ସେଲୁକସ୍ ନିକଟସ୍ ହାରି ଯାଇଥିଲେ, କିନ୍ତୁ ସେ ତାଙ୍କର ଜଣେ ଆମ୍ବାସିଡର ଥିଲେ, ମାନେ ତାଙ୍କର ଜଣେ ଜ୍ଞାନୀ ଲୋକ ଥିଲେ। କିଏ ଥିଲେ? ମେଗାସ୍ଥିନିସ୍। ତାଙ୍କୁ ପଠେଇଥିଲେ। କାହା ପାଖକୁ ପଠେଇଥିଲେ? ସେଲୁକସ୍ ନିକଟସ୍ଙ୍କ ପାଖକୁ ପଠେଇଥିଲେ। ମାନେ ସରି, ମାନେ ସେଲୁକସ୍ ନିକଟସ୍ ମେଗାସ୍ଥିନିସ୍କୁ ଚନ୍ଦ୍ରଗୁପ୍ତ ମୌର୍ୟଙ୍କର କୋର୍ଟକୁ ପଠେଇଥିଲେ। ଯାଉ ଗ୍ରୀକ ଆଉ ମାନେ ଆମ୍ବାସିଡର କଣ କି ପଠାଯାଏ? ଦିଟା ନେସନ ଭିତରେ ସମ୍ପର୍କ ଭଲ ରଖିବା ପାଇଁ। ସେତେବେଳେ ମେଗାସ୍ଥିନିସ୍ ଯେତେବେଳେ ରହିଥିଲେ ଚନ୍ଦ୍ରଗୁପ୍ତ ମୌର୍ୟଙ୍କ କୋର୍ଟରେ, ସେ ସମୟରେ ସେ ଲେଖିଥିଲେ କଣ? ମେଗାସ୍ଥିନିସ୍ ଇଣ୍ଡିକା। ଠିକ ଅଛି। ତ ଏଇ ପଏଣ୍ଟ ଗୁଡାକ ଇମ୍ପୋର୍ଟାଣ୍ଟ ହେଇଗଲା। କୋଉଟା କାହାକୁ ହରେଇଥିଲେ? ସେଲୁକସ୍ ନିକଟସ୍କୁ ହରେଇଥିଲେ। ସେଲୁକସ୍ ନିକଟସ୍ କାହାକୁ ପଠେଇଥିଲେ? ମେଗାସ୍ଥିନିସ୍କୁ ପଠେଇଥିଲେ। ମେଗାସ୍ଥିନିସ୍ କଣ ଲେଖିଥିଲେ? ଆମର ଇଣ୍ଡିକା ଲେଖିଥିଲେ। ସେଇ ଜିନିଷଟା ଆପଣ ମନେ ରଖିବେ। ଆଉ ଫାଉଣ୍ଡେସନ କେବେ ହେଇଥିଲା? ଏଇ ଡେଟ୍ ଟା ଟିକେ ଇମ୍ପୋର୍ଟାଣ୍ଟ। ଟିକେ ଖାଲି ଡେଟ୍ ଟା ଯଦି ମନେ ରହିଗଲା ରଖିବେ। ଦ୍ୟାଟ୍ସ ଅଲ୍। ତାପରେ ଦେଖନ୍ତୁ ଫାଷ୍ଟଲି କଣ ହେଲା? ଜୈନ ସୋର୍ସେସ୍ ଅନୁସାରେ ଚନ୍ଦ୍ରଗୁପ୍ତ କଣ ଜୈନିଜମ ନେଇଯାଇଥିବେ। ତାପରେ କଣ ହେଲା? ଜୈନିଜମ ହେଲା ପରେ ସିଏ କଣ କରିବେ? ଚନ୍ଦ୍ରଗୁପ୍ତ କଣ ଯୋଉ ରାଜଗାଦି ଛାଡିଦେବେ। କିଛି ସମୟ ପରେ ବିନ୍ଦୁସାରକୁ ରାଜଗାଦି ଦେଇଦେବେ। ଆଉ ସିଏ ଆମେ ଯୋଉ ପଢିଲେ ମାନେ ଦିଗାମ୍ବର, ଶ୍ଵେତାମ୍ବର, ତ ଯୋଉ ଦିଗାମ୍ବର ମାନଙ୍କ ସହିତ ସିଏ ମାନେ କଣ କରିବେ? ଯେତେବେଳେ ଫେମାଇନ ପଡିବ ମଗଧରେ, ସେମାନେ କଣ ମୁଁ ପଢେଇଥିଲି ମାନେ ପଢେଇଲା ବେଳକୁ ଜୈନିଜମରେ
ଯେତେବେଳେ ମଗଧରେ ମରୁଡି ଆସିବ, ମରୁଡି ଆସିଲେ ସେମାନେ କଣ ଦକ୍ଷିଣ ଆଡକୁ ପଳେଇବେ। ତ ଦକ୍ଷିଣ ଆଡକୁ ଯେତେବେଳେ ଯିବେ, କିଏ ଯିବେ? ଭଦ୍ରଭାଇ ପଳେଇବେ। ଭଦ୍ରବାହୁ ଯେତେବେଳେ ଦକ୍ଷିଣ ଆଡକୁ ଯିବେ, ଚନ୍ଦ୍ରଗୁପ୍ତ ମୌର୍ୟ ବି ତାଙ୍କ ସହିତ ମାନେ ପଳେଇବେ। କୋଉଠିକି ପଳେଇବେ? ଦକ୍ଷିଣ ଆଡକୁ ପଳେଇବେ, ଡେକାନ ଏରିଆକୁ ପଳେଇବେ। ସେଇ ଜିନିଷଟା ଏଠି ଲେଖା ହେଇଛି। Accompanied by ଭଦ୍ରବାହୁ ଏ ଜୈନ said he went to ଶ୍ରାବଣ ବେଲଗୋଲା, କର୍ଣ୍ଣାଟକ ଏରିଆକୁ ଯିବେ। ଆଉ where he died by slow starvation, ମାନେ ଯୋଉଠିକି ସିଏ ମାନେ ଭୋକରେ ଧୀରେ ଧୀରେ ମରିଗଲେ। ତ ଏଇ ଜିନିଷଟା ହିଁ ଚନ୍ଦ୍ରଗୁପ୍ତ ମୌର୍ୟଙ୍କର ଇମ୍ପୋର୍ଟାଣ୍ଟ ପଏଣ୍ଟ କଣ? ଫାଷ୍ଟ ସେଲୁକସ୍ ନିକଟସ୍ଙ୍କ ସହିତ ସମ୍ପର୍କ, ମେଗାସ୍ଥିନିସ୍ଙ୍କ ଇମ୍ପୋର୍ଟାଣ୍ଟ କଥା ଆସିଯାଏ। ଆଉ ସେ କୋଉଠି ଜୈନ ଧର୍ମରେ ଗ୍ରହଣ କରିଥିଲେ? ଶ୍ରାବଣ ବେଲଗୋଲା ଯାଇକି ଦକ୍ଷିଣକୁ ଯିବା ସମୟରେ ଶ୍ରାବଣ ବେଲଗୋଲାରେ ହିଁ ସେମାନେ ସେତେବେଳେ ଜୈନ ଧର୍ମ ପାଳନ କରୁଥିଲେ। ସେଠି ହିଁ ସିଏ କଣ ଷ୍ଟାରଭେସନରେ ମୃତ୍ୟୁବରଣ କରିଥିଲେ। ଏତିକି ପଏଣ୍ଟ। ଏଇ ଷ୍ଟୋରିଟା ଆମେ ଜୈନିଜମ ପଢେଇଲା ବେଳକୁ ଟିକେ ଆଇଡିଆ ନେଇଯାଇଥିଲେ। ତାଙ୍କ ପରେ କିଏ ଆସିଲେ? ମାନେ ଚନ୍ଦ୍ରଗୁପ୍ତ ମୌର୍ୟଙ୍କ ପରେ ଆମର ଆସିଥିଲେ ବିନ୍ଦୁସାର ଆସିଥିଲେ। କିଏ ଆସିଥିଲେ? ବିନ୍ଦୁସାର। ତ ଆମର ଯେମିତି ଚନ୍ଦ୍ରଗୁପ୍ତ ମୌର୍ୟଙ୍କୁ କଣ କହୁଥିଲା? ସାଣ୍ଡୋକଟସ୍ କୁହାଉଥିଲା। ଗ୍ରୀକ ମାନେ ବିନ୍ଦୁସାରଙ୍କୁ କଣ କହୁଥିଲା? ଏମିତ୍ର କଟସ୍। ଅମିତ୍ର କଟସ୍। ଠିକ ଅଛି। ତାଙ୍କୁ କଣ କହୁଥିଲେ? ଅମିତ୍ର କଟସ୍। ମାନେ କଣ? ଆର ଅର୍ଥ କଣ? ଅମିତ୍ର କଟସ୍ ମେନଲି କଣ? ଆର ମିନିଂ ହଉଛି ଦି ଡେଷ୍ଟ୍ରୟର ଅଫ ଦି ଫରେଷ୍ଟ। ଅମିତ୍ର କଟସ୍ ହଉ, ଅମିତ୍ର ଘାଟ ହଉ, ଏଇ ଜିନିଷ ଗୁଡା ପଚାରିବନି ଏତେ ଟିକେ ଡିପଲି, ଖାଲି ମନେ ରଖନ୍ତୁ ଗ୍ରୀକ ମାନେ ଅମିତ୍ର କଟସ୍ କାହାକୁ କହୁଥିଲେ? କାହାକୁ କହୁଥିଲେ? ଆମର ବିନ୍ଦୁସାରଙ୍କୁ କହୁଥିଲେ। ଆଉ ଗୋଟେ କ୍ୱଶ୍ଚିନ୍ କଣ ଇମ୍ପୋର୍ଟାଣ୍ଟ ହେଇଯାଏ, ଆମର ଚନ୍ଦ୍ରଗୁପ୍ତ କଣ କୋଉ ଧର୍ମରେ ଥିଲେ? ଜୈନିଜ ଧର୍ମ ନେଇଥିଲେ। ଠିକ ଅଛି। ଆଉ ଯେତେବେଳେ ଆମେ ବିନ୍ଦୁସାର କଥା କହିଦବା, ବିନ୍ଦୁସାର ମାନେ ଧର୍ମ ନେଇଥିଲେ? ଜୈନିଜମର ହିଁ ଗୋଟେ ସାଇଡ ଧର୍ମ, ସେଇଟା କଣ ହେଲା? ଅଜୀବିକା। ଅଜୀବିକା। ଅଜୀବିକା ଏଇ ସେକ୍ଟଟା କିଏ ବନେଇଥିଲେ? ମଖାଲି ଗୋସାଲା। ମାଖାଲି ଗୋସାଲା। ଠିକ ଅଛି। ଏଇ ଟିକେ ମନେ ରଖିଦେବେ। ମାନେ ବିନ୍ଦୁସାର କୋଉ ଧର୍ମକୁ ଫଲୋ କରୁଥିଲେ, ବା କୋଉ ସେକ୍ଟକୁ? ଅଜୀବିକା ସେକ୍ଟକୁ ସେ ଫଲୋ କରୁଥିଲେ। ଠିକ ଅଛି। ସେଇ ଜିନିଷଟା ହିଁ ଆପଣଙ୍କୁ ମନେ ରଖିବାକୁ ପଡିବ। ତାପରେ କଣ ହେଲା? ବୁଦ୍ଧିଷ୍ଟ ଟେକ୍ସଟ କଣ କହୁଥିଲେ? ଭେରି ଡିଟେଲ, ମାନେ ବହୁତ ଡିଟେଲ ହବ। ଯେ ପିଜି ଲେଭେଲ ଦରକାର, ଏ ଟିକେ ପଢିଦେବେ। ଖାଲି ତାଙ୍କର ପୁଅ କିଏ ଥିଲେ? ଅଶୋକ ଥିଲେ। ସେଇ ଜିନିଷଟା ଆପଣଙ୍କୁ ମନେ ରଖିବାକୁ ପଡିବ। ଆଉ ଅଶୋକ ଯେତେବେଳେ ଥିଲେ, ମାନେ ମୌର୍ୟନ୍ ଯୋଉ ଆମର ସାମ୍ରାଜ୍ୟ ଥିଲା, ସେ ବହୁତ ସାରା ପ୍ରୋଭିନ୍ସର ଡିଭାଇଡ ହେଇଥିଲେ। ଠିକ ଅଛି। ତ ଯେତେବେଳେ ଅଶୋକ ଥିଲେ, ଅଶୋକଙ୍କୁ ସେ ଗୋଟେ ପ୍ରୋଭିନ୍ସ ମିଳିଥିଲା। ସେ ପ୍ରୋଭିନ୍ସଟା କଣ? ଉଜ୍ଜୈନ। ଉଜ୍ଜୟନର ସିଏ ଭାଇସରାୟ ରୂପରେ ବିନ୍ଦୁସାରଙ୍କ ସମୟରେ ଥିଲେ। କିଏ? ଅଶୋକ। ତାପରେ ଯେତେବେଳେ ବିନ୍ଦୁସାରଙ୍କ ପରେ ପରେ ହେଇ କଣ ହବ? ଅଶୋକଙ୍କ ରାଜଗାଦିକୁ ଆସିଥିବେ। ତାଙ୍କର ଭାଇମାନଙ୍କୁ ମାରିଥିବେ। ବହୁତ ଷ୍ଟୋରି, ତା ଉପରେ କିଛି କଂକ୍ରିଟ ଏଭିଡେନ୍ସ ନାହିଁ। ଖାଲି ଏତିକି ମନେ ରଖିବାକୁ ପଡିବ, ମାନେ ବିନ୍ଦୁସାରଙ୍କ ପରେ କିଏ ଆମର ଆସିଥିଲେ? ଅଶୋକ ଆସିଥିଲେ। କୋଉ ମସିହାଟା ଯଦି ମନେ ରଖିବାକୁ ପଡିବ? 269 BC, ଖାଲି ଗୋଟେ ମନେ ରଖିବାକୁ ପଡିବ। ଠିକ ଅଛି। ତାପରେ ରାଧାଗୁପ୍ତ କିଏ ଥିଲେ? ରାଧାଗୁପ୍ତ ମାନେ ଚାଣକ୍ୟଙ୍କର ଜଣେ ଶିଷ୍ୟ ଥିଲେ। ମନାଯାଏ ଯେ ରାଧାଗୁପ୍ତ ହେଲ୍ପ କରିଥିଲେ କାହାକୁ? ଅଶୋକଙ୍କୁ ରାଜଗାଦିକୁ ଆଣିବା ପାଇଁ। ଠିକ ଅଛି। ତାପରେ ସିଏ କଣ କରିଥିଲେ? ସିଏ ଜଣେ ହଉଛନ୍ତି ଫାଷ୍ଟ ରୁଲର ଯିଏ କଣ କରିଥିଲେ? ଲୋକମାନଙ୍କ ସହିତ ଡାଇରେକ୍ଟ କଣ୍ଟାକ୍ଟ କରିଥିଲେ। ସେ ରକ୍ ଏଡିକ୍ଟ, ପିଲର ଏଡିକ୍ଟ। ରକ୍ ଏଡିକ୍ଟ ମାନେ କିଛି ଯଦି ପଥର ଉପରେ କିଛି ଲେଖାଗଲା, ତାକୁ ରକ୍ ଏଡିକ୍ଟ କୁହାଗଲା। ପିଲର ଏଡିକ୍ଟ ମାନେ କଣ? ଯଦି କିଛି ପିଲର ବନା ହେଲା, ମାନେ ବହୁତ ବଡ ଖମ୍ବ ବନା ହେଲା ପଥରର, ସେଥିରେ କିଛି ଲେଖାଗଲା, ସେଟା କଣ କୁହାଗଲା? ପିଲର ଏଡିକ୍ଟ। ସେ ସମୟରେ ଏମିତି ନାହିଁ ଯେ ଖାଲି ଲେଖି ଦଉଥିଲେ ହଉଥିଲା। ସେମାନେ ଯଦି ରାଜା କିଛି ବଡ ମେସେଜ ଦବାକୁ ଚାହୁଁଥିଲା, ସେମାନେ କଣ କରୁଥିଲେ? ସେ ଏଡିକ୍ଟ କୋड ଲେଖୁଥିଲେ। ତ ଯୋଉ ଏଡିକ୍ଟ ଲେଖିବାର କାମ ଗୁଡାକ କେବଳ ବହୁଳ ଭାବରେ କାମ ଷ୍ଟାର୍ଟ ହେଲା ଅଶୋକଙ୍କ ସମୟରେ। ସେମାନେ ପ୍ରଜାମାନଙ୍କୁ ନିୟମ ଗୁଡାକୁ ବୁଝେଇବାକୁ ଚାହୁଁଥିଲେ। ଠିକ ଅଛି। ତାପରେ ସେ ଫାଷ୍ଟଲି ଆମେ ପଢିଥିଲେ ଉଜ୍ଜୟନର ସେ ଭାଇସରାୟ ଥିଲେ। ଉଜ୍ଜୟନ, ତାପରେ ତକ୍ଷଶିଳାର ଭାଇସରାୟ ଥିଲେ। ତାପରେ ସିଏ ରାଜଗାଦି, ମାନେ ବିନ୍ଦୁସାରଙ୍କ ପରେ ଡାଇରେକ୍ଟଲି ରାଜଗାଦିକୁ ଆସିଥିବେ। ସରି, ହଁ। ଆଉ ଗୋଟେ ବଡ କ୍ୱେଶ୍ଚିନ୍ ଆସେ, କଣ ଆସେ? ମାନେ ଅଶୋକଙ୍କ ଅଲଗା ଅଲଗା ନାମ କଣ? ଠିକ ଅଛି। ଆଉ ବଡ କ୍ୱେଶ୍ଚିନ୍ଟା କଣ ଆସେ? ଦେବମ୍ପିଆ ଆଉ ପିୟାଦସୀ। ଦେବମ୍ପିଆ ପିୟାଦସୀ, ଏଇ ଦୁଇଟା କାର ନାଁ ବୋଲିକି ଆମକୁ କ୍ୱେଶ୍ଚିନ୍ ପଚାରି ଦିଏ। ଦେବମ୍ପିଆ ଆଉ ପିୟଦସୀ, ହୁଜ ନେମ୍ ଇଜ ଦେବମ୍ପିଆ और ପିୟଦସୀ। ସାର୍ ପିୟଦସୀ ଆଉ, ହଁ କୁହନ୍ତୁ। ପ୍ରିୟଦର୍ଶୀ କି କଣ ସାର୍? ମାନେ ଦେବମ୍ପିଆ ମାନେ ମିନିଂ ପଚାରୁଛନ୍ତି ତ? ଦେବମ୍ପିଆ ମାନେ ଯାହାକୁ ଭଗବାନ ନାଇଁ ଭଲ ନାଇଁ ପାଆନ୍ତି। ନାଇଁ ସାର୍,
ହଁ କୁହନ୍ତୁ କୁହନ୍ତୁ। ପ୍ରିୟଦର୍ଶୀ ହଁ ସରି ହଁ ସାର୍ ଦେବମ୍ ପ୍ରିୟଦର୍ଶୀ ବୋଲୁଥିଲି ପ୍ରିୟଦର୍ଶୀ ପ୍ରିୟ ନାଇଁ ପ୍ରିୟ ପ୍ରିୟଦର୍ଶୀ ସାର୍ ପ୍ରିୟଦର୍ଶୀ। ସାର୍ ଆମର ପ୍ରିୟଟା ମାନେ ପ୍ରିୟଟା ସାର୍ ଆମର ଓଡିଆରେ ଅଛି ତ ପ୍ରିୟଦର୍ଶୀ ଦେବମ୍ ପ୍ରିୟା ପ୍ରିୟଦର୍ଶୀ ଠିକ ଅଛି। ସାର୍ ତାପରେ ଏଇ ଦିଟା ନାଁ ଆପଣ ମନେ ରଖିବେ। ଦେବମ୍ ପ୍ରିୟା ପ୍ରିୟଦର୍ଶୀ କାର ନାଁ ଅଛି ଯଦି ପଚାରିଦେବେ ଆପଣଙ୍କୁ ଅଶୋକଙ୍କ ନାଁ ପଚାରିବେ। ସେ ରାଜା ହେଲା ପରେ କ୍ୟାପିଟାଲ କାହାକୁ ବନେଇଲେ ପାଟଳିପୁତ୍ର ବନେଇଲେ। ପ୍ରୋଭିନ୍ସିଆଲ କ୍ୟାପିଟାଲ ତ ତକ୍ଷଶିଳା ଉଜ୍ଜୟିନୀ ଥିଲା କିନ୍ତୁ ମେନ୍ କ୍ୟାପିଟାଲ କାହାକୁ ବନେଇଲେ ଆମର ପାଟଳିପୁତ୍ରକୁ ବନେଇଲେ ଠିକ ଅଛି। ଆଉ ତାଙ୍କର ଯୋଉ ଚିଲଡ୍ରେନ ଗୁଡାକର ନାଁ ବି ମନେ ରଖିବେ। ଏମାନେ କଣ ଆମର ଯୋଉ ବୁଦ୍ଧ ଧର୍ମକୁ ପ୍ରଚାର କରିବାରେ ସାହାଯ୍ୟ କରିଥିଲେ ମହେନ୍ଦ୍ର ଏବଂ ସଂଘମିତ୍ରା ଠିକ ଅଛି। ମହେନ୍ଦ୍ରକୁ ମହିନ୍ଦା ବି ଲେଖାଯାଏ ଶ୍ରୀଲଙ୍କାରେ। ତ ମହେନ୍ଦ୍ର ଆଉ ସଂଘମିତ୍ରା ତାଙ୍କର ଚିଲଡ୍ରେନ୍ସ ମାନଙ୍କର ନାଁ ମନେ ରଖିବେ। କାହିଁକି ଏଗୋଟାକ ନାଁ ମନେ ରଖିବେ ଏମାନେ ଯାଇକି ଡିଫରେଣ୍ଟ ଡିଫରେଣ୍ଟ ଏରିଆରେ ଆମର କଣ ବୁଦ୍ଧିଜମର ପ୍ରଚାର କରିଥିଲେ। ତ ତାଙ୍କ ଚିଲଡ୍ରେନ ନାଁ ଗୁଡାକ ବି ମନେ ରଖିବା ଇମ୍ପୋର୍ଟାଣ୍ଟ। କଳିଙ୍ଗ ବାର ହେଇଥିଲା 261। ଏଇ ଡେଟ୍ ଟା ମନେ ରଖିବେ। କୋଉ ଡେଟ୍ ନ ମନେ ରଖିଲେ ରଖିବେ ସିନା କିନ୍ତୁ ଏଇ ଡେଟ୍ ଟା ଇମ୍ପୋର୍ଟାଣ୍ଟ ଡେଟ୍। ଏଥିରୁ କ୍ୱେଶ୍ଚିନ୍ ଆସିଯାଇପାରେ। ଏଥିରେ କଣ ହେଇଥିଲା ମାନେ ଯେ ଆମେ ସବୁ ଯୋଉ ଷ୍ଟୋରି ପଢିଛେ ଛାଡ଼ନ୍ତୁ କଣ ହେଲା ଏଥିରେ ଯୋଉ କ୍ୱେଶ୍ଚିନ୍ ଗୁଡାକ ଆସିଥିଲା ସରି 261 BC ମନେ ରଖିବେ। କଣ 261 BC ଆମର ଇଏରେ ହେଇଥିଲା କୋଉଠି କଳିଙ୍ଗ ବାର ହେଇଥିଲା 261 BC ରେ। ଆଉ 261 BC ରେ କଳିଙ୍ଗ ୱାର ପରେ ଯୋଉ ଇନସିଡେଣ୍ଟ ହେଇଥିଲା ବେରିଗସରୁ ଧର୍ମାଶୋକ ହେଇଯାଇଥିଲେ କିଏ ଅଶୋକ। ତ ଜାଣିଛନ୍ତି ଏଇ ସବୁ ଷ୍ଟୋରି ଠିକ ଅଛି। ତାପରେ କଣ ଅଶୋକଙ୍କ ନେତୃତ୍ୱରେ କଣ ହେଇଥିଲା ଯୋଉ ମୌର୍ଯ୍ୟ ଡିନାଷ୍ଟି ଥିଲା ମ୍ୟାକ୍ସିମମ୍ ଜାଗା ଅଧିକାର କରିଦେଇଥିଲା। ଅଶୋକଙ୍କ ସମୟରେ କଣ ହେଲା ମୌର୍ଯ୍ୟ ଡିନାଷ୍ଟି କଣ ହେଲା ମ୍ୟାକ୍ସିମମ୍ ଜାଗା ଅଧିକାର କରିଦେଇଥିଲା। କିନ୍ତୁ ଯୋଉ ସାଉଥ ଆଡେ ଯେତିକି କିଛି ଜାଗା ଥିଲା ସେ ସାଉଥ ଆଡକୁ ଛାଡିକି ଆଉ ଅଧିକାଂଶ ଇଣ୍ଡିଆର ଜାଗା କାହା ପାଖରେ ଥିଲା ଅଶୋକଙ୍କ ପାଖରେ ଥିଲା ଠିକ ଅଛି। ତ ଅଶୋକଙ୍କର କୋଶ୍ଚିନ୍ ଯଦି ଆମର କିଛି ଆସିପାରିବ ଯଦି ଆମେ କହିବା ମେଲ୍ କୋଶ୍ଚିନ୍ କଣ ତାଙ୍କର ନାଁ ଟା କଣ ସେଇଟା ପଚାରି ଦିଏ। କଳିଙ୍ଗ ୱାର କେବେ ହେଇଥିଲା ପଚାରି ଦିଏ। ନହେଲେ ଅଶୋକଙ୍କ ପୁଅ ଦି ଜଣଙ୍କର ନାଁ ଥିଲା କିଏ ମହେନ୍ଦ୍ର ଆଉ ସଂଘମିତ୍ର ଥିଲା। ଦ୍ୟାଟ ଇଜ ୱାନ୍ ଅଫ ଦି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଆଉ ସେ କେବେ ବେରିଗସରୁ ଧମଗସ ମାନେ ହେଇଗଲେ ସେ ଦ୍ୟାଟ ଇଜ ଇନ୍ ଆଫ୍ଟର 261 BC। ତାପରେ ଦେଖନ୍ତୁ ଅଶୋକଙ୍କର କଣ୍ଟ୍ରିବ୍ୟୁସନ କଣ। ଅଶୋକଙ୍କ ଉପରେ ଟିକେ ଆମକୁ ଅଧିକ ପଢିବାକୁ ପଡିବ। ଅଶୋକଙ୍କ କଣ୍ଟ୍ରିବ୍ୟୁସନ କଣ ଯଦି ଆମେ ଆଲୋଚନା କରିବା ଆମେ ଏଇଟା ପଢିଥିଲେ କଣ ଅଶୋକ ଟିକେ ଅଡିଓ ଅଫ୍ କରିଦିଅନ୍ତୁ ଯାହାର ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଆସୁଛି। ହଁ ଆମେ ପଢିଥିଲେ ସାର୍ କଣ ଆଉ ଗୋଟେ ଅଶୋକ ସ୍କେଡ୍ୟୁଲ ଥିଲା ଯୋଉ ପଲିଟିକାଲ ସାଇନ୍ସ ର 9ଟା ବେଳେ ସେଇଟା କଣ ଡିଲେ ହେବ କି ଆପଣଙ୍କ କ୍ଲାସ ପରେ ହେବ? ସେଟା କ୍ଲାସ୍ ଅଛି କି ପଲିଟିକାଲ ସାଇନ୍ସ? 9ଟା ବେଳେ ଅଛି ଆଜ୍ଞା ବାପରେ ସାର୍ ମାନେ ନଅଟାରେ। ଏଇ ଜେନେରାଲ ନଲେଜ ର। ଓହୋ ଆଚ୍ଛା ମୁଁ ଭାବିଲି ଟେଷ୍ଟ ଅଛି 24 ଆୱାରର କ୍ଲାସ୍ ଅଛି। ଆଜ୍ଞା କ୍ଲାସ୍ ସାର୍ ନା କ୍ଲାସ ଟେଷ୍ଟ? ଅଛି କ୍ଲାସ। ହୁଁ ଏତିକି ମତେ ତ ସାରିଛୁ। ଠିକ ଅଛି ମୁଁ ଅଶୋକଙ୍କର ମରିୟନ ସରେଇ ଦଉଛି ଆଜି ନେକ୍ସଟ ଆଉ କଣ କରିବା ଠିକ ଅଛି। ମରିୟନ ଆଜି ସରେଇ ଦଉଛି ଆଉ ମୁଁ ନେକ୍ସଟ କ୍ଲାସ୍ ଗୋଟେ ମୁଁ କହୁଛି ସାରଙ୍କୁ ମୋର ଆରେଞ୍ଜ କରିବା ପାଇଁ ବୁଝିଲେ। 5ଟା ହେଇଯାଉଛି ନା ସାର୍ ଆପଣଙ୍କ ସବଜେକ୍ଟ। ନୋଟିଫିକେସନ ଆସିନି ଏଯାଏଁ କ୍ଲାସ ର। ଠିକ ଅଛି ଠିକ ଆସିଲେ ଠିକ 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 ଅଛି ଫିର ବି ଆମେ ମରିୟନ ସରେଇଦେବା ଟିକେ ଆଉ 5-10 ମିନିଟ ସରିଯିବ ହେଲା। ଦେଖନ୍ତୁ ତାପରେ କଣ୍ଟ୍ରିବ୍ୟୁସନ ଅଫ ଅଶୋକ ଆମେ ଅଶୋକଙ୍କର କଣ ପଢିଥିଲେ ଯେତେବେଳେ ବୁଦ୍ଧିଷ୍ଟ କାଉନସିଲ ପଢିଥିଲେ କୋଉ ବୁଦ୍ଧିଷ୍ଟ କାଉନସିଲଟା ଅଶୋକଙ୍କ ସମୟରେ ହେଇଥିଲା କୁହନ୍ତୁ। ଥାର୍ଡ ବୁଦ୍ଧିଷ୍ଟ କାଉନସିଲଙ୍କ ଅଶୋକଙ୍କ ସମୟରେ ହେଇଥିଲା। କୋଉ କାଉନସିଲଟା ଥାର୍ଡ ବୁଦ୍ଧିଷ୍ଟ କାଉନସିଲଟା। ତ ଥାର୍ଡ ବୁଦ୍ଧିଷ୍ଟ କାଉନସିଲରେ ଆମର କିଏ ମାନେ ଚେୟାରମ୍ୟାନ୍ ଦାୟିତ୍ୱ କିଏ ଥିଲେ ମାଗାଳିପୁତା ଟିସା ଠିକ ଅଛି ମାଗାଳିପୁତା ଟିସାଙ୍କର ଦ୍ଵାରା ହିଁ ଅଶୋକ ଗାଇଡେନ୍ସ ପାଇଥିଲେ କୋଉଠି ବୌଦ୍ଧ ଧର୍ମ ଉପରେ ଆଉ ସେଇ ତାଙ୍କ ଦ୍ଵାରା ହିଁ ସେ କଣ ଧର୍ମ ପଲିସି ତାଙ୍କ ମାନେ ଅଶୋକ ଯେତେବେଳେ 261 BC ପରେ କଳିଙ୍ଗ ବାର ହେଲା ସେ ଗୋଟେ ନୂଆ ପଲିସି କାଢିଲେ। କଣ ସେ ପଲିସିଟା ନଥିଲା ଧମ୍ମ ପଲିସି ମାନେ ତାଙ୍କର ଆଉ ନନ୍ ଏଗ୍ରେସିଭ ଆଟିଟ୍ୟୁଡ ରହିଲା। ଆଉ ଏତେ ଆମେ ଯୁଦ୍ଧ କରିବେନି ବୋଲିକି ସେ ମନୋଭାବଟା ଆସିଗଲା ତ ସେଇ ଧମ୍ମ ପଲିସି ମାନେ ବନେଇ ଥାର୍ଡ କାଉନସିଲ ମିଟିଂ ଟା କୋଉଠି ହେଇଥିଲା ସାର୍? ଆମର ପାଟଳିପୁତ୍ର। ଆଜ୍ଞା। ହଁ ମାନେ ତାଙ୍କ କ୍ୟାପିଟାଲ ତାପରେ ଧମ୍ମ ପଲିସି ଆମେ ଯେତେବେଳେ କହିବା ଧମ୍ମ ପଲିସି ମାନେ ବନେଇବାରେ ସାହାଯ୍ୟ କରିଥିଲେ ଠିକ ଅଛି ତାପରେ କଣ ଥାର୍ଡ ବୁଦ୍ଧିଷ୍ଟ କାଉନସିଲ ଏଟ ପାଟଳିପୁତ୍ର କେବେ ହେଇଥିଲା 240 BC ରେ ହେଇଥିଲା
ସେଥିରେ କ'ଣ ପ୍ରେସାଇଡେଡ୍ ବାଇ ମୋଗଲପତା ଟିସା। ଠିକ ଅଛି। ତାପରେ କ'ଣ ଅଛି ଆକର୍ଡିଂ ଟୁ ଟ୍ରାଡିସନ, ମାନେ ଯୋଉ ମାନା ଯାଏ କ'ଣ ଅଛି, ଯୋଉ ଅଶୋକ ପ୍ରଥମେ ତ କ'ଣ ଥିଲେ, ମାନେ ବୌଦ୍ଧ ଧର୍ମ ନଥିଲେ, ତାଙ୍କର ଜଣେ ଆପଣଙ୍କ ନେଫ୍ୟୁ ଥିଲା। ଆପଣଙ୍କ କଣ୍ଠଟା ମାନେ କଟି ଯାଉଛି, ଶୁଭୁନି। ଭଏସ ବ୍ରେକ୍ ହଉଛି ହଁ ସମସ୍ତଙ୍କର। ସରି, ଓକେ ଓକେ, ନେଟୱାର୍କ ଏରର ଅଛି ବୋଧେ, ନହେଲେ ଟିକେ ସ୍ପିଡ କହିଦଉଥିବି ବୋଧେ। ଦେଖନ୍ତୁ ମାନେ ଗୋଟେ ଟ୍ରାଡିସନ ଅଛି, ଏ କ୍ୱେଶ୍ଚନ ଆସିବନି, ଫିର ବି ତାଙ୍କର ଗୋଟେ ନେଫ୍ୟୁ ଥିଲେ ନିଗ୍ରୋଧ। ନିଗ୍ରୋଧ ତାଙ୍କ ସିଏ ତାଙ୍କୁ ଇନଫ୍ଲୁଏନ୍ସ କରିଥିଲେ ବୁଦ୍ଧିଜମକୁ ଯିବା ପାଇଁ ବୋଲିକି କୁହାଯାଏ। According to tradition and as mentioned in the Mahavamsa and Dipavamsa, he was converted to Buddhism by his nephew Nigrodha। ଠିକ ଅଛି, ବହୁତ ଡିଟେଲ କ୍ୱେଶ୍ଚନ ହବ, ନଟ୍ ଦ୍ୟାଟ୍ ଇମ୍ପୋର୍ଟାଣ୍ଟ। ଆଉ ସିଏ କ'ଣ, ଏଇ ପଏଣ୍ଟଟା ମନେ ରଖିବେ, ସେ କୋଉ ପଲିସି ମାନେ 261 BC ପରେ କଳିଙ୍ଗ ୱାର ପରେ ଧମ୍ମ ପଲିସି ଇଣ୍ଟ୍ରୋଡ୍ୟୁସ କରିଥିଲେ। ଧମ୍ମ ପଲିସିକୁ ପ୍ରଚାର କରିବା ପାଇଁ ସେ କୋଉମାନଙ୍କୁ ଆପଏଣ୍ଟ କରିଥିଲେ, ସେ ଧର୍ମ ମହାମାତ୍ରସ ମାନଙ୍କୁ ଆପଏଣ୍ଟ କରିଥିଲେ। କୋଉମାନଙ୍କୁ ଆପଏଣ୍ଟ କରିଥିଲେ? ଧର୍ମ ମହାମାତ୍ରସ ମାନଙ୍କୁ। ସେମାନେ ଧମ୍ମ ପଲିସିଟା କଣ? କ'ଣ କହିଲେ ମ୍ୟାଡାମ? ଧମ୍ମ ଧର୍ମ ପଲିସି ପଲିସିଟା କଣ? ମାନେ ମ୍ୟାଡାମ ନନ୍ ଭାଇଲେନ୍ସ, ସିମ୍ପଲି ନନ୍ ଭାଇଲେନ୍ସ ଆପଣ ଭାଇ ଦିଅନ୍ତୁ। ଠିକ ଅଛି, ନନ୍ ଭାଇଲେନ୍ସ। ଆଜି କ୍ୱେଶ୍ଚିନେ ପଡିଥିଲା ତ ସେଥିପାଇଁ। ହଁ, ମାନେ ସିମ୍ପଲି ନନ୍ ଭାଇଲେନ୍ସ। କିଛି ମେନଲି କ'ଣ, କଳିଙ୍ଗ ୱାର ପୂର୍ବରୁ ସିଏ ଦେଖୁଥିଲେ ମୁଁ ଯୁଦ୍ଧ କରିକି ହିଁ ଅଧିକ ରାଜ୍ୟ ଅଧିକାର କରିବି, କିନ୍ତୁ କଳିଙ୍ଗ ୱାର ପରେ ସିଏ କହିଲେ ମୁଁ ଆଉ ଯୁଦ୍ଧ କରିବିନି, ମୁଁ ଧର୍ମ ଦ୍ୱାରା ହିଁ ଅଲଗା ରାଜ୍ୟ ସହିତ ସମ୍ପର୍କ ରଖିବି, ମାନେ ଡିପ୍ଲୋମାଟିକ ରିଲେସନ ରଖିବି, ୱାରଫେୟାର ଦ୍ୱାରା କିଛି କରିବିନି। ବୁଦ୍ଧ ବୁଝିପାରିଲେ? ଧର୍ମ ବୋଧେ ନେଲେ, ବୌଦ୍ଧ ଧର୍ମ ନେଇଥିଲେ ସେ ନା? ଆଜ୍ଞା ଆଜ୍ଞା, ହଁ, ବୌଦ୍ଧ ଧର୍ମର ଗୋଟେ ପାର୍ଟ କରିଦେଲେ ସେ ଧମ୍ମ ପଲିସି। ବୁଝିଲେ, ନନ୍ ଭାଇଲେନ୍ସ ପଲିସିଟା। ସାର୍ କ୍ଲାସ୍ ହବା ପାଇଁ ଆମର ନୋଟିଫିକେସନ ଆସିଗଲାଣି। ଠିକ ଅଛି, ଆଉ 2 ମିନିଟ୍। ତାପରେ ହଁ, ସେ ତାଙ୍କ ପୁତ୍ର ମାନେ ପୁଅମାନଙ୍କୁ ପଠେଇଥିଲେ। ମୁଁ କହିଥିଲି ମହେନ୍ଦ୍ର ଆଉ ସଂଘମିତ୍ରକୁ କୋଉଠି ପଠେଇଥିଲେ? ଶ୍ରୀଲଙ୍କା ପଠେଇଥିଲେ। ଠିକ ଅଛି, ଶ୍ରୀଲଙ୍କାରେ କ'ଣ ପାଇଁ ପଠେଇଥିଲେ? ଶ୍ରୀଲଙ୍କା ସିଏ ବୌଦ୍ଧ ଧର୍ମର ପ୍ରଚାର ପାଇଁ। ଠିକ ଅଛି, ଆଉ ଗୋଟେ ମେଇନ ଜିନିଷ ସାର୍ କଥା ମନେ ପିଡିଏଫ୍ ରଖିବେ। ଡାଉନଲୋଡ୍ କରିହବନି ଯେ? କରିହବ କରିହବ କରିହବ। ତାର ଏଇ ପଏଣ୍ଟଟା ପ୍ରୋସେସ ଟା ଟିକେ କୁହନ୍ତୁ ଆମକୁ, ଟିକେ ମୁଁ ଜାଣିନି ଏପର୍ଯ୍ୟନ୍ତ କେମିତି କ'ଣ ଡାଉନଲୋଡ୍ କରିହବ। ଆଚ୍ଛା ଠିକ ଅଛି, ମାନେ ଆପଣଙ୍କର ଯୋଉ ବୀରେନ୍ ପିଜିଟି, ସାରଙ୍କୁ ପଚାରିବେ। ହଁ, ସାର୍ କୁହନ୍ତୁ। ରିସୋର୍ସେସ୍ କୁ ଯିବେ। ରିସୋର୍ସେସ୍ ରେ ଆପଣ ପାଇଯିବେ ପିଡିଏଫ ଟା। ହଁ ହଁ ହଁ, କୁହନ୍ତୁ କୁହନ୍ତୁ। ସାର୍ ହଁ ହଁ ସେଥିରେ ଗୋଟେ ଭିଡିଓ ରଖିଛନ୍ତି ବା, କେମିତି କରିବେ ଜାଣିପାରିବେ। ହଁ, ସାର୍ କ'ଣ କହିଲେ? ଲେଟ୍ ହେଲେ ପଲିଟିକାଲ ସାଇନ୍ସ ମ୍ୟାଡାମ ରାଜି ଯିବେ, ଜଏନ୍ କରିବେନି। ଆରେ ମ୍ୟାଡାମ, ଆପଣ ଗୋଟେ ଲିଭ୍ କରିଦିଅନ୍ତୁ ମ୍ୟାଡାମ, ଆପଣ ଜଏନ୍ ହୁଅନ୍ତୁ। ବୁଝିଲେ, କିଛି ଅସୁବିଧା ନାହିଁ। ଆପଣ, ମୁଁ ଏଇ ରେକର୍ଡିଂ ଥିବ, ଆପଣ ଦେଖିଦେବେ, ଆପଣ ଜଏନ୍ ହୁଅନ୍ତୁ। ଠିକ ଅଛି ମ୍ୟାଡାମ। ନାଇଁ ନାଇଁ, ମ୍ୟାଡାମ ସାର୍ ପୁରା ଏଇଟା ରାଜି କିନା ଆଉ ନେକ୍ସଟ ଜଏନ୍ କ୍ଲାସରେ କରୁନାହାନ୍ତି କଣ୍ଟିନ୍ୟୁ ସାର୍। କରିବେ ନା? ଆଚ୍ଛା ଠିକ ଅଛି ଠିକ ଅଛି। 5 ମୁଁ ମିନିଟ୍ ଯଦି ତାର ଓଭର ହେଇଯିବ ନା, ମ୍ୟାଡାମ ଆଉ ଜଏନ୍ କରିବେନି। ଠିକ ହଁ, ଅଛି ତ ଠିକ ଅଛି। ଜେନ୍ୟୁନ୍ ରିଭ୍ୟୁ ଦିଆହବ ନା, କି ଅଛନ୍ତି ସାର୍ କ୍ଲାସ କରୁଥିଲୁ ବୋଲି, କାଇଁ କରିବେନି? ହଉ ହଉ ହଉ, ଠିକ ଅଛି, ନାଇଁ, ମୁଁ ଆଜି ଏଣ୍ଡ ସମସ୍ତେ ତ ଏଥିରେ ଅଛନ୍ତି ନା, ଶୁଣନ୍ତୁ ସେପଟୁ ଶୁଣନ୍ତୁ ଗଲେ ତ ଶୁଣନ୍ତୁ। ଜଏନ୍ କରିବେ ନା। ରାଇଟ୍ ରାଇଟ୍, ଶୁଣନ୍ତୁ, ଜଏନ୍ ହୁଅନ୍ତୁ ସେଠି ହେଲା। ମୁଁ ସାର୍ଙ୍କୁ କହୁଛି ଆଉ ଗୋଟେ କ୍ଲାସଟି ମୋତେ 2 ଘଣ୍ଟାରେ ଦେଇ ଦିଅନ୍ତୁ। ହଁ, ଏମିତି ସେ ଘଣ୍ଟାକିଆ ନେକ୍ସଟ କ୍ଲାସରେ କ୍ଲାସ ଏଟା କରିବେ। ହଁ, ଟୁ ଠିକ ଆୱାର ରେ କ୍ଲାସ ଏଲାବୋରେଟ ନେଇକି। ହେଲେ ଟିକେ ଭଲ ଲାଗିବ। ହଁ, ଟିକେ ଲମ୍ବା କ୍ଲାସ ଦରକାର ମୋ କ୍ଲାସ କଲେ। ଠିକ ଅଛି, ଛୋଟ କ୍ଲାସରେ ସରିବନି। ତ ମୁଁ କହିଦେବି ସାର୍ଙ୍କୁ ମୋତେ ଗୋଟେ ଲମ୍ବା କ୍ଲାସ ଦେଇଦେବେ, ସେଠି ଆମେ ସରେଇଦେବା। ହଁ, ସେଥିରେ ଏଟା ପେପର 1 ପେପର 2 ପାଇଁ ହେଲ୍ପଫୁଲ ବି ହେଇପାରିବ ନା, ଆମର ଯୋଉଟା ହିଷ୍ଟ୍ରି ବହୁତ ସବଜେକ୍ଟ ଯାହାର ରହୁଛି। ବହୁତ ହେଲ୍ପ ହବ ତାକୁ। ଠିକ ଅଛି, ଯାହାର ହିଷ୍ଟ୍ରି ହଁ। ରହୁଛି ତାକୁ ବହୁତ ହେଲ୍ପ ହବ। ଠିକ ଅଛି, ଆପଣ ୟୁ ଜଏନ୍ ଦି ପଲିଟିକାଲ ସାଇନ୍ସ କ୍ଲାସ। ଓକେ, କାହିଁକି ଡିଷ୍ଟର୍ବ କରିବା? ପଲିଟିକାଲ ସାଇନ୍ସ କ୍ଲାସ ଜଏନ୍ କରନ୍ତୁ। ଓକେ, ହ୍ୟାଲୋ ହଁ ହ୍ୟାଲୋ ନମସ୍କାର ସାର୍। ସାର୍। ହଁ ସାର୍ କୁହନ୍ତୁ। ମହେନ୍ଦ୍ର ଆଉ ଶ୍ରୀଲଙ୍କା ଯାଇଥିଲେ। ସଂଘମିତ୍ର ସିଂହଲକୁ ଯାଇଥିଲେ ନା? ହଁ, ସିଂଘଲ ହଁ ମାନେ ସେଇ ଆମର ସେଇ ଶ୍ରୀଲଙ୍କା। ଠିକ ଅଛି, ଶ୍ରୀଲଙ୍କା। ସାର୍ ହଁ, ସାର୍ ସାଇଲନ ସିଂଘଲ ବହିରେ ସେଇ ସବୁ। ସିଂହଲ ଦେଇଛି ତ? ହଁ ହଁ, କିଛି କନଫ୍ୟୁଜ ହେବେନି। ସିଂଘଲ ସାଇଲନ ଲେଖା ସାର୍ ହେଇଥିବ, ଶ୍ରୀଲଙ୍କା ଲେଖା ହେଇଥିବ। ଠିକ ସେ ଅଛି ପଚାରୁନ ସେ କହିବା ଆଣିଛି କି ନାହିଁ। ଠିକ ଠିକ ଅଛି। ଅଛି। ତ ଠିକ, ସେମିତି କାଇଁ ହଉଛ ହଁ। ନା, ଦେଖିକି ଖାଲି ତାକୁ ମିଛରେ ରଖିଲେ ପକଉଛ।